ନମସ୍କାର। ଆପଣମାନଙ୍କୁ ଓଡ଼ିଆ ଇଲେକ୍ଟ୍ରିକାଲ ଏକାଡେମୀକୁ ସ୍ୱାଗତ। ମୁଁ ଶିବାନନ୍ଦ ମିଶ୍ର ଆପଣଙ୍କ ସହିତ। ଆଜି ଆପଣଙ୍କୁ କିଛି କହିବି ଆମର ଘରୋଇ ବିଦ୍ୟୁତ ସୁରକ୍ଷା ଉପରେ। କାରଣ ଆମେ ଜାଣିଛନ୍ତି ବିଦ୍ୟୁତ ଶକ୍ତି କେତେ ବିପଜ୍ଜନକ। ଯଦି ଆମେ କେୟାରଫୁଲ ରହିବା କିଛି ଅସୁବିଧା ନାହିଁ, ବହୁତ ସୁବିଧା ପାଇବା ବିଦ୍ୟୁତ ଶକ୍ତି। ଟିକେ ଅନକେୟାରଫୁଲ ହେଲେ ଆମ ଜୀବନ ବି ଚାଲି ଯାଇପାରେ। ତ ସେ ବିଷୟରେ ମୁଁ ଆପଣଙ୍କୁ କିଛି କହିବି। ଆମ ଘରକୁ ଆକ୍ଚୁଆଲି ଯୋଉ ବିଦ୍ୟୁତ ଶକ୍ତି ଆସିଛି ସେଟା ଏସି ଭୋଲ୍ଟେଜ, ଆଉ ତାର ଭୋଲ୍ଟେଜ ହଉଛି 240 ଭୋଲ୍ଟ, ଫ୍ରିକ୍ୱେନ୍ସି ହଉଛି 50 ହର୍ଟ୍ଜ। ତରଙ୍ଗ ଧ୍ୱନି ମାନେ ଫ୍ରିକ୍ୱେନ୍ସି 50 ହର୍ଟ୍ଜ, ଭୋଲ୍ଟେଜ ହଉଛି 240 ଭୋଲ୍ଟ। ସିଙ୍ଗଲ ଫେଜ ଏସି, ୟାକୁ କୁହନ୍ତି ସିଙ୍ଗଲ ଫେଜ ଏସି ଭୋଲ୍ଟେଜ। ବ୍ୟାଟେରୀ ଗୋଟେ ଆସେ, ତାକୁ ଡିସି ଭୋଲ୍ଟେଜ କହନ୍ତି। ଘର ମାନଙ୍କରେ ସାଧାରଣତଃ ଏସି ଭୋଲ୍ଟେଜ ଥାଏ। ଆଉ ଭାବୁଥିବେ 50 ହର୍ଟ୍ଜ କଣ? ଏ ଦେଖନ୍ତୁ, ଇଏ ହଉଛି ଧରନ୍ତୁ ପୋଲଟା, ବାହାରେ ଆମ ଘର ସାମ୍ନା ଯୋଉ ବିଦ୍ୟୁତ ଖୁଣ୍ଟି ଅଛି, ଏଇଟା ସେଇ ଖୁଣ୍ଟି। ସେଠୁ ଦିଟି ତାର ଆମ ଘରକୁ ଆସିଥାଏ। ଗୋଟେ ଦେଖନ୍ତୁ ନାଲି ରଙ୍ଗ ହେଇଛି, ଗୋଟେ କଳା ରଙ୍ଗ ହେଇଛି। ଏ ନାଲିଟା ହଉଛି ଆପଣଙ୍କର, ଏଇଟା ହଉଛି ନାଲି ରଙ୍ଗଟା ହଉଛି ଫେଜ। ଦିସ୍ ଇଜ ୟୋର, ଏଇଟା ହଉଛି ଫେଜ, ଆଉ ଏଇଟା ହଉଛି ନ୍ୟୁଟ୍ରାଲ। ଏଇଟା ହଉଛି ନ୍ୟୁଟ୍ରାଲ, କଳାଟା ନ୍ୟୁଟ୍ରାଲ, ନାଲିଟା ଫେଜ। ଯେ ପ୍ରଥମେ ଆସିଛି ଦେଖନ୍ତୁ, ତଳେ ଆସି ପଶିଛି। ଏଇଟା ହଉଛି ଆପଣଙ୍କର ଗୋଟେ ମିନିଟ, ଏଇଟା ହଉଛି ଏନର୍ଜି ମିଟର। ଘରେ ଗୋଟେ ମିଟର ଲାଗିଥାଏ, ଆମେ କେତେ କଣ ଖର୍ଚ୍ଚ କଲେ ତାକୁ ଜାଣିବା ପାଇଁ। ଏଇଟା ହଉଛି ଏନର୍ଜି ମିଟର। ପଶିଲା, ସେ ନାଲି ଫେଜ ପଶିଲା, ନ୍ୟୁଟ୍ରାଲ ପଶିଲା। ଏନର୍ଜି ମିଟର ପୁଣି ଫେଜ ବାହାରିଲା, ନ୍ୟୁଟ୍ରାଲ ବାହାରିଲା। ଏଇଟା ହେଲା ଏମସିବି। ପ୍ରଥମେ ଦେଖନ୍ତୁ ନାଲି ତାର ଫେଜଟା ଯାଇଛି, ଏଇଟା ହଉଛି ଫ୍ୟୁଜ, ଆକୁ କୁହନ୍ତି କିଟକାଟ ଫ୍ୟୁଜ। ଏ ଫ୍ୟୁଜ ଭିତରେ ପଶିଛି, ଫ୍ୟୁଜ ଉପରେ ମୁଣ୍ଡେ ଲାଗିଛି, ତଳ ମୁଣ୍ଡେ ଲାଗିଛି। ଏ ମଝିରେ ଏ ତାର ଖଣ୍ଡେ ଫ୍ୟୁଜ ତାର ଲଗା ଯାଇଥାଏ ଏଇଟା ଦ୍ୱାରା। ଦେଖନ୍ତୁ, ଏଇ ଫ୍ୟୁଜ ବାହାରିଲା, ଏମସିବିରେ ପଶିଲା ଫେଜ, ନ୍ୟୁଟ୍ରାଲ ବି ଏମସିବିରେ ପଶିଲା। ଏମସିବି ମିନିଏଚର ସାର୍କିଟ ବ୍ରେକର, ସେଠୁ ପୁଣି ଫେଜ ବାହାରିଲା, ନ୍ୟୁଟ୍ରାଲ ବାହାରିଲା। ଏ ବର୍ତ୍ତମାନ ସୁଇଚ ବୋର୍ଡକୁ ଗଲା, ପ୍ଲଗକୁ ଗଲା। ଆମ ଯୋଉ ଘରେ ଲାଇଟ ଅଛି, ଏଇଟା ଗୋଟେ ଲାଇଟ ଦେଖନ୍ତୁ, ଏଇଟା ଗୋଟେ ଦେଖନ୍ତୁ, ଏଇଟା ଗୋଟେ ଦେଖଉଛି ସେ ଏଇଟା ଗୋଟେ ଦେଖଉଛି ଲାଇଟ, ଏଇଟା ଗୋଟେ ଲାଇଟ L1, ଏଠି ଆଉ ଗୋଟେ ଲାଇଟ ଅଛି L2, ଏଇଟା ଗୋଟେ ଫ୍ୟାନ ଅଛି। ଏଇଠି ଗୋଟେ ସକେଟ ଅଛି, ଏଠି ଆପଣ ମୋବାଇଲ ଚାର୍ଜ କରିବା ପାଇଁ ଏଇଟା ଇଣ୍ଡିକେଟର ଅଛି। ତେଣୁ ଏଇ ଯାହା ବି ଦେଖନ୍ତୁ, ସବୁ ଲାଇଟ, ପଙ୍ଖା, ଯାହା ବି ଲାଗିଛି ସବୁକୁ ଦେଖନ୍ତୁ, ଗୋଟିଏ ଫେଜ ଯାଇଛି, ଗୋଟେ ନ୍ୟୁଟ୍ରାଲ ଯାଇଛି। ଫେଜଟା ସୁଇଚ ମାଧ୍ୟମରେ ଯାଇଛି, ନ୍ୟୁଟ୍ରାଲଟା ଡାଇରେକ୍ଟ ପଳେଇ ଯାଇଛି। ମାନେ ସବୁବେଳେ ଏଇ ଲାଇଟ ପଙ୍ଖାରେ ନ୍ୟୁଟ୍ରାଲ ଲାଗିକି ଥାଏ, କିନ୍ତୁ ଫେଜଟା ସୁଇଚ ମାଧ୍ୟମରେ ଯାଏ। ସୁଇଚକୁ ଅନ୍ କଲେ ଇଏ ଫେଜ ସପ୍ଲାଇ ଏଠି ପହଞ୍ଚିବ। ଦେଖନ୍ତୁ, ଏଠି ସୁଇଚ, ଏଇଟା ପଙ୍ଖା ସୁଇଚ। ଆପଣ ଦେଖନ୍ତୁ, ଏଇ ପ୍ରଥମଟା ହଉଛି, ଏଇଟା ହଉଛି L1 ଲାଇଟ, 1 ନମ୍ବର ଲାଇଟର ସୁଇଚ। ଏଇଟା ହଉଛି ପଙ୍ଖାର ସୁଇଚ, ଏଇଟା ହଉଛି ପଙ୍ଖାର ରେଗୁଲେଟର, ଏଇଟା ହଉଛି 2 ନମ୍ବର ଲାଇଟର ସୁଇଚ। ଏଇଟା ହଉଛି ଏଇ ଯୋଉ ସକେଟ ଲାଗିଛି ମୋବାଇଲ ଚାର୍ଜ କରିବା ପାଇଁ, ତାର ସୁଇଚ। ଆପଣ ଏ ସୁଇଚକୁ ଅନ୍ କଲେ ଫେଜ ଏଠିକି ଆସିବ, ଏ ସୁଇଚକୁ ଅନ୍ କଲେ ଫେଜ ଲାଇଟକୁ ଯିବ। ଏଇଠି ଏ ସୁଇଚ ଅନ୍ କଲେ ଫେଜଟା ଆସିବ ରେଗୁଲେଟରକୁ, ରେଗୁଲେଟରକୁ ପଳେଇବ ପଙ୍ଖାକୁ। କିନ୍ତୁ ନ୍ୟୁଟ୍ରାଲ ଆଗରୁ ଅଲରେଡି ସେଠି ଜାଗାରେ ଅଛି। ଏଇଟା ହଉଛି ସୁଇଚ ବୋର୍ଡ। ଏମିତି ଘରେ ସବୁ ୱାରିଂ କରାଯାଇଥାଏ। ମାନେ ସବୁ ଜିନିଷକୁ ସେ 240 ଭୋଲ୍ଟ ପାଉଛି। ଏ ଲାଇଟକୁ 240 ଭୋଲ୍ଟ ଦରକାର, ପଙ୍ଖାକୁ 240 ଦରକାର, ସବୁ ଲାଇଟକୁ 240, ସମସ୍ତେ 240 ଭୋଲ୍ଟ ପାଉଛନ୍ତି। ତେଣୁ ସେ ଚାଲିଛି। ତେଣୁ ଆମେ ଯଦି କହୁଛନ୍ତି ଏସି ଭୋଲ୍ଟେଜ ଫ୍ରିକ୍ୱେନ୍ସିଟା କଣ, ତେଣୁ ତାକୁ ଜାଣିବା ପାଇଁ ଟିକେ ଅପେକ୍ଷା କରନ୍ତୁ। ମୁଁ ଆପଣଙ୍କୁ କହୁଛି, ଗୋଟେ ମିନିଟ ଅପେକ୍ଷା କରନ୍ତୁ। ମୁଁ ଆପଣଙ୍କୁ କହୁଛି ଏସି ଭୋଲ୍ଟେଜଟା କଣ। ଦେଖନ୍ତୁ, ଆକ୍ଚୁଆଲି କଣ ହେଇଥାଏ ନା, ଆମ ଘରକୁ ଯୋଉ ଭୋଲ୍ଟେଜ ଆସୁଛି, ସେ ଭୋଲ୍ଟେଜଟା ସାଧାରଣତଃ ଯଦି ଆମେ ଗୋଟେ ଗ୍ରାଫ କରି ଦେଖିବା ତାକୁ, ଇଏ ଧର ଟାଇମ ଏକ୍ସିସ୍, ଏଇଟା ଭୋଲ୍ଟେଜ ଏକ୍ସିସ୍, ତାହେଲେ ଦେଖିବେ ଯେ ସେଟା ଗୋଟେ ସାଇନ ୱେଭରେ ଆସେ। ମାନେ ଏମିତି ଗୋଟେ ତରଙ୍ଗ ଆକାରରେ ଆସେ। ସେ ଭୋଲ୍ଟେଜଟା ଏମିତି ତରଙ୍ଗ ଆକାରରେ ଆସିଥାଏ, ଏମିତି ତରଙ୍ଗ। ତାମାନେ ଦେଖନ୍ତୁ, ଏଇଠୁ ଆରମ୍ଭ ହେଲା, ଏଇଟା ଅରିଜିନ, ଏଇଟା ପ୍ଲସ, ଏଇଟା ମାଇନସ।
पुणी एठी सरीगला पुणी सेम रिपीट होला प्लस माइनस पुणी एठी सरीगला प्लस माइनस पुणी सरीगला एम चलीथिबो तो याकू एठु एतिकी याकू कहंती गोटाए वन साइकिल कोन कहंती ना गोटे साइकिल आम जो फ्रिक्वेन्सी बा तरंग जो कहली 50 हर्ट्ज ता माने होची यार माने होची फ्रिक्वेन्सी का कहंती ना गोटे सेकेंड रे केतेटा साइकिल आसुची गोटाए सेकेंड टाइम भितरे केतेटा साइकिल आसुची ता कहले फ्रिक्वेन्सी इंडिया रे हमर फ्रिक्वेन्सी होची 50 हर्ट्ज ता माने गोटे सेकेंड रे इंडिया रे हम घर को 50 टा साइकिल पळे आसुची जेमति एक नंबर एटा साइकिल 1 साइकिल 2 साइकिल 3 चार साइकिल 4 एमति हे 50 टा गोटे सेकेंड पसी आसुची हम घर तो हम इंडिया होची 50 हर्ट्ज अमेरिका के ताका फ्रिक्वेन्सी होची केते ना 60 हर्ट्ज ताकर गोटे सेकेंड 60 टा साइकिल पसी आसे घर भीतर ओके अच्छा बर्तमान आमे कहिबे मापो गोटे मिनिट रहतो गोटे मिनिट हां देखो ए जो ए सब समस्त 240 वोल्ट पावर सब पैरेलल लागि छथि समस्त पैरेलल लागि छथि कोन होछि ना एक्चुअली एबे ए सब चालू स्विच मारला माने फेर दुटा पहले लाइट जलिला पंखा चलिला ए लाइट जलिला ए मोबाइल चार्ज हे गला ता माने कोन होछि ना हमें 240 वोल्ट देले याते गोटे करंट फ्लो करिवो या भीतर गोटे करंट फ्लो करिवो ए करंट फ्लो करिया पई आपको कहूची करंट फ्लो जो करिवो से विषय में आपको कहूची एटा गोटे आर्थिंग तार ए जो सॉकेट लागि था 2 पिन सॉकेट देखली कि प्रकृत घरे 3 पिन 5 पिन लागुची ए जो बड़ होल्ट है आर्थिंग तारटा लागि था घरे म कहूची आर्थिंग करिया कथा आर्थिंग तारटा देखंतु एटा जाय कि से जो हम जो प्लग लागि था प्लग रो ऊपर मुंड कोणा रे लागि था आर्थिंग लगेले हमको शॉक मारिबो नाही ओके बतन हमें ए जो करंट विषय जानिया पे वोल्टेज तो जाने 240 वोल्ट करंट जानिया पे हमको टिके ओहम्स लॉ बुझिया पड़िबो ओहम्स लॉ कोन कहूची ना करंट होची वोल्टेज और रेजिस्टेंस का कहते ना जो प्रतिरोध धरंतु एटा गोटे बैटरी अछि एठी ए बैटरी केते वोल्ट अछि ना 12 वोल्ट रो बैटरीटा अछि एठी देखो गोटे लाइट लागि छै एठी गोटे कोन लागि छै एठी गोटे लाइट लागि छै एठी देखंतु एठी गोटे लाइट लागि छै ए लाइट रेजिस्टेंस केते ना 6 ओम रेजिस्टेंस को प्रतिरोध को ओम रे मपा जाए केते रेजिस्टेंस आ 6 ओम तो करंट एठी फ्लो करिवो एपटे जे सर्किट क्लोज हे जीवो लाइट जलिवो एठी गोटे करंट पास करो करंट को आई लिखा जाए करंट को कोन लिखा जाए सिंबल आई आर यार वोल्टेज को वोल्ट में मपा जाए रेजिस्टेंस को प्रतिरोध को ओम रे मपा जाए आ करंट को तुमर मपा जाए कोसे ना एम्पियर रे एम्पियर आको एम्पियर रे मापंते तो से करंट हाउस कोन ना वोल्टेज हरण रेजिस्टेंस बा वोल्टेज हरण प्रतिरोध सेटा होची करंट बा ताको ओरिया रे हम कहि पारंती विद्युत धारा आके लिखिछि मुते तळे लिखाइ छि देखो तो ए लिखाइ छि विद्युत धारा बोली मध्य कुहा जाय पारे कुहा जाय तो धरंतु एठी मु लाइट न लगेई करी धरंतु एठी मु लाइट लगेबे नै ए 12 वोल्ट बैटरी जाय एठी गोटे काठ रखि देबी एठी गोटे काठ रखि देबी काठ रखिले कोन हबो ना काठ रेजिस्टेंस टा बहुत अधिका तो करंट हला केते V by R मध्य एई प्रथम केस जो लाइट लागितला करंट मु बाहर करबी करंट केते हो बाबा ना करंट हबो केतना वोल्टेज होची केते मोर 12 वोल्ट को रेजिस्टेंस केते 6 ओम ताल करंट हला केते ना 2 एम्पियर धर एठी मु काठ रखि देबी काठ रखि देले कोन हबो ना काठ रेजिस्टेंस टा बहुत अधिका काठ जे इन्सुलेटर तो तार रेजिस्टेंस बहुत अधिका माने 5000 ओम एम देइथिबो तो सेठी करंट केते हबो जे काठ रखि तार करंट केते हबो ना 12 वोल्ट हरण 5000 ओम ताले बहुत कम करंट पास करिवो काठ रे कि आहुरी बेसी ही पारे बुझि पाइला अच्छा तेनु एई नियम टा कहते करंट होची वोल्टेज रेजिस्टेंस एटा कहते ओम को नियम एसी केस रे ये मध्य सेम जिनस किंतु एसी सर्किट पहला डिटेल पढ़िबी किंतु एसी सर्किट आप एती जानि थांतु जे एसी सर्किट एसी वोल्टेज जो मु देखौथली एसी वोल्टेज आपको देखैथली एसी वोल्टेज देखौथली से गोटे मिनिट जो आपको एसी वोल्टेज देखैथली ए तरीका हाँ जो एसी वोल्टेज देखौथली ए जो एसी वोल्टेज देखैथली एटा भी सेम 240 वोल्ट ले तो एसी वोल्टेज से करंट केते हबो ना V by
ରେଜିଷ୍ଟାନ୍ସ ଜାଗାରେ ରେଜିଷ୍ଟାନ୍ସ ଲେଖିପାରିବା, କିନ୍ତୁ ତାକୁ ଆମେ ଏସିରେ ଜେଡ୍ ଲେଖନ୍ତି। ଜେଡ୍କୁ କୁହନ୍ତି ସେଇ ଏଇ ବି ସେଇ ପ୍ରତିରୋଧ, ଏଇଟା ବି ସେଇ ପ୍ରତିରୋଧ, ଏଇଟା ବି ସେଇ ପ୍ରତିରୋଧ, କିନ୍ତୁ ଆକୁ କୁହାଯାଏ ଇମ୍ପିଡାନ୍ସ। ତାକୁ କ'ଣ କୁହାଯାଏ? ଇମ୍ପିଡାନ୍ସ। ୟାର ବି ୟୁନିଟ୍ ହେଉଛି ସେଇ ଓହମ, ଇଏ ବି ସେଇ ଓହମରେ ମପାଯାଏ, ଏହା ବି ସେଇ ଓହମରେ ମପାଯାଏ। ତେଣୁ କରେଣ୍ଟ ଆର ବି ସେଇ ଆମ୍ପିୟର, ଭୋଲ୍ଟେଜ ଭୋଲ୍ଟ ହରଣ ଓହମ ଆମ୍ପିୟର। ହଁ, ତେଣୁ ଆମେ ଜାଣିଲେ ଯେ କରେଣ୍ଟ ହେଉଛି କେତେ ନା ଭୋଲ୍ଟେଜ। ଏଇ ଯୋଉ କରେଣ୍ଟଟି ଫ୍ଲୋ କରେ ଇଏ ହିଁ ବିପଦଜନକ କାମ କରେ। ଆମର ଯେତେ ଇଲେକ୍ଟ୍ରିକାଲ ଏଇ କରେଣ୍ଟ ହିଁ ବିପଦ ସୃଷ୍ଟି କରେ। କେମିତି ମୁଁ ଗୋଟେ ଉଦାହରଣ ଦଉଛି। ଧରନ୍ତୁ ଏଇଟା ମୋର ଗୋଟେ ଲୁହା ଖଣ୍ଡେ ହେଇଛି, ପତଳା ଲୁହା ଖଣ୍ଡେ। ମୁଁ କ'ଣ କଲି, ଏ ଲୁହାକୁ ଆଣିକିରି ଦି ମୁଣ୍ଡରେ ଗୋଟେ ବ୍ୟାଟେରୀ ଲଗେଇଦେଲି। ଧର ଏଇଟା 12 ଭୋଲ୍ଟର ବ୍ୟାଟେରୀ ଲଗେଇଦେଲି। ଧର ଏଇ ଲୁହା ଖଣ୍ଡକ ଏଇ କଣ୍ଡକ୍ଟର, ୟା ରେଜିଷ୍ଟାନ୍ସ କମ୍ ଅଛି, କେତେ ରେଜିଷ୍ଟାନ୍ସ 6 ଓହମ। ତେଣୁ ସାଙ୍ଗେ ସାଙ୍ଗେ ଲୁହାରେ ଗୋଟେ କରେଣ୍ଟ ପାସ୍ କରିବ। କରେଣ୍ଟ କେତେ ହବ ନା ଓହମ୍ସ ଲ ଅନୁସାରେ କରେଣ୍ଟଟା କେତେ ହବ ନା ଭୋଲ୍ଟେଜ ବାଇ ରେଜିଷ୍ଟାନ୍ସ, ମାନେ 12 ବାଇ ହରଣ 6 ସେମାନେ କେତେ 2 ଆମ୍ପିୟର କରେଣ୍ଟ ଫ୍ଲୋ କରିବ। ଆମ୍ପିୟରକୁ ଏ ଲେଖନ୍ତି, 2 ଆମ୍ପିୟର କରେଣ୍ଟ ଫ୍ଲୋ କରିବ। 2 ଆମ୍ପିୟର ଫ୍ଲୋ କରିବା ପାଇଁ ଆମେ ଦେଖିବା ଏଇ ଯୋଉ ଲୁହାଟା ଏଇଟା ଗରମ ହେଇଯିବ। ଏ ଲୁହାଟା ଯେତେ କରେଣ୍ଟ ପାସ୍ କରିବ ଇଏ ଗରମ ହେଇଯିବ। ତାମାନେ ଇଏ କ'ଣ କରେ ନା ଗୋଟେ ହିଟ୍ ପ୍ରଡ୍ୟୁସ କରେ। ଏ ଲୁହା ଗୋଟେ ହିଟ୍ ବାହାର କରିବ, ଗରମ ହେଇଯିବ। ଯେମିତି ଆମେ ଦେଖିଛନ୍ତି ଲାଇଟରେ ଗଲା ପରେ ଫିଲାମେଣ୍ଟ ଗରମ ହେଇଯାଏ, ତାମାନେ ତାର ହିଟ୍ ବାହାର କରେ। এই হিটটা ଆକ୍ଚୁଆଲି I ସ୍କୋୟାର ଉପରେ ଡିପେଣ୍ଡ କରେ। ମନେ ରଖନ୍ତୁ, ହିଟ୍ଟା କାହା ଉପରେ ଡିପେଣ୍ଡ କରେ ନା ଆଇର ସ୍କୋୟାର, କରେଣ୍ଟର ସ୍କୋୟାର ଉପରେ। ଯଦି କରେଣ୍ଟ ଅଧା ହେଇଗଲା ହିଟ୍ 1/4 ହେଇଯିବ, 4 ଭାଗରୁ ଭାଗ ହେଇଯିବ। ଯଦି କରେଣ୍ଟ ଦ୍ୱିଗୁଣା ହେଇଗଲା 2ର ସ୍କୋୟାର ମାନେ ହିଟ୍ ଗରମଟା 4 ଗୁଣା ହେଇଯିବ। ସେମିତି ଏକ୍ଜାମ୍ପଲ ଦେଉଛି ମୁଁ, ଦେଖନ୍ତୁ ଧରନ୍ତୁ ଏଇଠି 12 ଭୋଲ୍ଟ ବ୍ୟାଟେରୀ ଜାଗାରେ ମୁଁ 24 ଭୋଲ୍ଟ ବ୍ୟାଟେରୀ ଲଗେଇଲି। କେତେ ଲଗେଇଲି? ଦ୍ୱିଗୁଣା ବ୍ୟାଟେରୀ ଲଗେଇଲି। ତାହେଲେ କରେଣ୍ଟଟା କେତେ ହବ ମୋର? କରେଣ୍ଟ ହବ କେତେ? 24/6, 4 ଆମ୍ପିୟର ହେଇଯିବ। କରେଣ୍ଟ କେତେ ହବ? 4 ଆମ୍ପିୟର। ତାହେଲେ ହିଟ୍ କେତେ ହବ? ପ୍ରପୋର୍ସନାଲକୁ 4ର ସ୍କୋୟାର, 4ର ସ୍କୋୟାର ମାନେ କେତେ? 16। ଏଠି 4 ଥିଲା, 16 ହେଇଗଲା, 4 ଗୁଣା ବଢିଗଲା। ତେଣୁ କରେଣ୍ଟ 4 ଗୁଣା ବଢିଯିବ। ତେଣୁ ଏଇ କରେଣ୍ଟ ହିଁ ଡେଞ୍ଜର। ତେଣୁ ଆମକୁ ଯୋଉ ସକ୍ ମାରେ ଏଇ କରେଣ୍ଟ ହିଁ ଝାମେଲା କରେ। ଯେତେବେଳେ ଆମେ ଛୁଇଁଦବା ଫେଜକୁ, ଯୋଉ ଫେଜ ନ୍ୟୁଟ୍ରାଲ ଅଛି 240 ଭୋଲ୍ଟ, ସେତେବେଳେ ଆମର ଏଇ କରେଣ୍ଟ ହିଁ ଆମକୁ ପ୍ରୋବ୍ଲେମ କରିବ। କେମିତି ପ୍ରୋବ୍ଲେମ କରୁଛି ମୁଁ ଦେଖଉଛି ଆପଣଙ୍କୁ, ଦେଖନ୍ତୁ। ଏଇ ଦେଖନ୍ତୁ ବିଦ୍ୟୁତ ଓ ମାନବ ଶରୀର ଉପରେ ଏହାର ପ୍ରଭାବ। ଯେତେବେଳେ ଏହି ସମାନ ଭୋଲ୍ଟେଜ ମାନବ ଶରୀରରେ ପ୍ରୟୋଗ କରାଯାଏ ସେତେବେଳେ ବ୍ୟକ୍ତି ବିଦ୍ୟୁତ ଆଘାତ ଅନୁଭବ କରେ, ମାନେ ଇଲେକ୍ଟ୍ରିକ ସକ୍ ଲାଗେ ତାକୁ। କାହିଁକି ଇଲେକ୍ଟ୍ରିକ ସକ୍ ଲାଗିବ ନା ମଣିଷ, ଏଇ ଧରନ୍ତୁ ମୁଁ ଆପଣଙ୍କୁ ଏକ୍ଜାମ୍ପଲ ଦେଖଉଛି, ଗୋଟେ ମିନିଟ ଦେଖି ଦିଅନ୍ତୁ, ଆପଣ ଜାଣିପାରିବେ। ଏଇ ଦେଖନ୍ତୁ, ଧରନ୍ତୁ ଏଇଠି ଗୋଟେ ଭୋଲ୍ଟେଜ ଅଛି, ଏଇଠି ଗୋଟେ ଭୋଲ୍ଟେଜ ଅଛି 240 ଭୋଲ୍ଟ, 240 ଭୋଲ୍ଟ ଏସି, ଏଇଟା ଏସି ଭୋଲ୍ଟ ସିମ୍ବଲଟା ହେଲା। ଧରନ୍ତୁ ଏଇଟା ହେଲା ମୋର ଫେଜ, ଏଇଟା ହେଲା ମୋର ନ୍ୟୁଟ୍ରାଲ। ତାହେଲେ ଏଇଠି ଭୋଲ୍ଟେଜ କେତେ ନା ଏଇ ଜାଗାରେ ପୋଟେନ୍ସିଆଲ ହଉଛି 240 ଭୋଲ୍ଟ, ଏଇ ଜାଗାରେ ହଉଛି 0 ଭୋଲ୍ଟ। ତ ଆପଣ ଦେଖିଥିବେ ନ୍ୟୁଟ୍ରାଲରେ ଭୋଲ୍ଟେଜ ନଥାଏ। ତ ଆପଣ ଯଦି ଦେଖିବେ ଯେ ପ୍ଲଗ ଟେଷ୍ଟର ମାରନ୍ତି, ନ୍ୟୁଟ୍ରାଲ ଜଳିବନି, ଫେଜଟା ଜଳିବ, କାରଣ ସେଠି 240 ଭୋଲ୍ଟ ଥାଏ, ଏଠି 0 ଭୋଲ୍ଟ ଥାଏ। ତେଣୁ ଟେଷ୍ଟର ଜଳେନି। ଧରନ୍ତୁ ଏଇଠି ଗୋଟେ ଲୋକ ଠିଆ ହେଇଛି, ଏଇଠି ଗୋଟେ ଲୋକଟେ ଠିଆ ହେଇଛି, ଏଇଠି ଗୋଟେ ଲୋକଟେ ଠିଆ ହେଇଛି, ମାଟି ଉପରେ ଠିଆ ହେଇଛି। ଏଇଟା ମାଟି, ଏଇଟା ତା ମାଟି। ସେ କ'ଣ କଲା ନା ତା ହାତଟାକୁ ନେଇକିରି ଏଇଠି ଛୁଇଁଦେଲା। କ'ଣ ହବ? ବର୍ତ୍ତମାନ ଦେଖନ୍ତୁ ଏଇ ଯୋଉ ମାଟିର ପୋଟେନ୍ସିଆଲ ବା ଏହାର ମାନେ ଇଏ ହଉଛି 0 ଭୋଲ୍ଟ। ଯେମିତି ନ୍ୟୁଟ୍ରାଲ 0 ଭୋଲ୍ଟ, ଇଏ ବି 0 ଭୋଲ୍ଟ, ମାଟି ବି 0 ଭୋଲ୍ଟ। ତେଣୁକରି ସେ ନ୍ୟୁଟ୍ରାଲର ସବୁବେଳେ ଆକ୍ଚୁଆଲି ସବଷ୍ଟେସନରେ ତାକୁ ଆର୍ଥକୁ ଲଗେଇ ଦିଆଯାଇଥାଏ 0 କରିବା ପାଇଁ। ତେଣୁ ଆର୍ଥ ବି 0 ଭୋଲ୍ଟ ହେଲା। ଯେତେବେଳେ ଆର୍ଥ 0 ଭୋଲ୍ଟ ହେଲା, ବର୍ତ୍ତମାନ ଦେଖନ୍ତୁ ଏ ଲୋକର ହାତଟା ଲାଗିଛି 440 ଭୋଲ୍ଟରେ, ଗୋଡର ଅଛି 0 ଭୋଲ୍ଟରେ। ତେଣୁ ବର୍ତ୍ତମାନ ଏଇ ଲୋକ ଦେହରେ ହାତ ଦେଇକିରି କରେଣ୍ଟ ଫ୍ଲୋ କରିଗଲା, ତା ହାତ ଦେଇକିରି ଏଇ ଗୋଡକୁ ଦେଇ କରେଣ୍ଟ ଏଇ ମାଟିକି ପଳେଇଲା। କାରଣ ଏଇଠି କରେଣ୍ଟ କେତେ ହବ ନା ସେଇ ଭୋଲ୍ଟେଜ ବାଇ ରେଜିଷ୍ଟାନ୍ସ, ଓହମ୍ସ ଲ। ତ କରେଣ୍ଟ କେତେ ଫ୍ଲୋ କରିବ ନା ଭୋଲ୍ଟେଜ ହଉଛି 240 ଡିଭାଇଡେଡ ବାଇ ରେଜିଷ୍ଟାନ୍ସ, ତା ବଡି ରେଜିଷ୍ଟାନ୍ସ କେତେ ଅଛି, ସେ ମଣିଷ ରେଜିଷ୍ଟାନ୍ସ କେତେ ବଡିର। ମଣିଷ ରେଜିଷ୍ଟାନ୍ସ ଆକ୍ଚୁଆଲି
ଆପଣ ଯଦି ମାପିବେ ଜେନେରାଲି ତାର ଭିତର ରେଜିଷ୍ଟାନ୍ସ, ଭିତରେ ଆମ ରକ୍ତ ଅଛି, ପାଣି ଗୁଡାକ ଅଛି, ତେଣୁ ଭିତର ରେଜିଷ୍ଟାନ୍ସ ହଉଛି ମାତ୍ର 300 ଓମ୍। ଆମ ବଡିର ଭିତର ରେଜିଷ୍ଟାନ୍ସ ହଉଛି ମାତ୍ର 300 ଓମ୍, କିନ୍ତୁ ଆମ ସ୍କିନ୍ ରେଜିଷ୍ଟାନ୍ସ, ଆମ ଚର୍ମ ରେଜିଷ୍ଟାନ୍ସ ଟା ବହୁତ ଅଧିକା। ମାନେ ଚର୍ମ ରେଜିଷ୍ଟାନ୍ସ 1000 ଓମ୍ ନେଇକି 10,000 ଲକ୍ଷ ଓମ୍ ପର୍ଯ୍ୟନ୍ତ ବି ହେଇପାରିବ। ଲୋକ ଉପରେ ଡିପେଣ୍ଡ କରୁଛି। ସ୍ତ୍ରୀ ଲୋକଙ୍କୁ ଟିକେ କମ ଥାଏ ଚର୍ମ ରେଜିଷ୍ଟାନ୍ସ, ପୁରୁଷ ଲୋକଙ୍କୁ ଚର୍ମ ରେଜିଷ୍ଟାନ୍ସ ବହୁତ ଅଧିକା। ତେଣୁ ବର୍ତ୍ତମାନ କରେଣ୍ଟ ସେଇ ଅନୁସାରେ ଫ୍ଲୋ କରିବ। ତେଣୁ ଟୋଟାଲ ରେଜିଷ୍ଟାନ୍ସ, ତମର ବଡି ରେଜିଷ୍ଟାନ୍ସ କେତେ, ସେଇ ଅନୁସାରେ କରେଣ୍ଟ ଫ୍ଲୋ କରିବ। ହଁ, ଦେଖନ୍ତୁ ମୁଁ ସେଇ କଥା ଲେଖିଛି, ଆପଣ ଦେଖିପାରିବେ ଏବେ। ଏକ ମିନିଟ, এই ଦେଖନ୍ତୁ। ହଁ, ଓକେ ଓକେ, ଏ ଦେଖନ୍ତୁ, ଯେତେବେଳେ এই ସମାନ ଭୋଲ୍ଟେଜ ମାନବ ଶରୀର ପ୍ରୟୋଗ କରାଯାଏ, ସେତେବେଳେ ବ୍ୟକ୍ତି ବିଦ୍ୟୁତ ଆଘାତ ସର୍ବାହ ହୁଏ। ମାନବ ଶରୀର ପ୍ରତିରୋଧ ବା ରେଜିଷ୍ଟାନ୍ସ, ଶରୀର ଭିତରେ ପ୍ରତିରୋଧ 300 ଓମ୍, ଚର୍ମ ରେଜିଷ୍ଟାନ୍ସ ମୁଁ କହିଲି 1000 ଓମ୍ ଠାରୁ ଲକ୍ଷ ପର୍ଯ୍ୟନ୍ତ ବି ହେଇପାରିବ। କିନ୍ତୁ ଭିଜା ଅବସ୍ଥାରେ ଏହା ପ୍ରାୟ 1000 ଓମ୍। ମଣିଷ ଯଦି ତା ସ୍କିନ୍ ଟା ଓଦା ଥିବ, ତାହେଲେ ରେଜିଷ୍ଟାନ୍ସ ବହୁତ କମ। ରେଜିଷ୍ଟାନ୍ସ କମ ମାନେ କରେଣ୍ଟ ବେଶୀ ହେଲା, କରେଣ୍ଟ ବେଶୀ ହେଲା ତାକୁ ସବୁ ବହୁତ ଜୋରେ ମାରିବ। ଆମେ ଜାଣୁଛୁ ଯେ ଆମ ଘରେ ଫେଜ୍ ଟର୍ମିନାଲ ପୋଟେନ୍ସିଆଲ 240 ଭୋଲ୍ଟ, ନ୍ୟୁଟ୍ରାଲ ଟର୍ମିନାଲ ପୋଟେନ୍ସିଆଲ 0 ଭୋଲ୍ଟ। ଭୂମି କିମ୍ବା ଆର୍ଥର ପୋଟେନ୍ସିଆଲ ମଧ୍ୟ 0 ଭୋଲ୍ଟ। ତେଣୁ ନ୍ୟୁଟ୍ରାଲ ଟର୍ମିନାଲକୁ ସବଷ୍ଟେସନ ବିଦ୍ୟୁତ କେନ୍ଦ୍ର, ମୁଁ ଯାହା କହିଲି এই କଥା ଲେଖା ହେଇଛି। ଆଚ୍ଛା, ତାହେଲେ କେତେ କରେଣ୍ଟ ଫ୍ଲୋ କରିବ ମଣିଷ ଦେହରେ? ଦେଖନ୍ତୁ, ମଣିଷ ହେଲା 240 ହେଇଥାନ୍ତା, 240 ଭୋଲ୍ଟ ବାଇ ସମୁଦାୟ ଶରୀର ପ୍ରତିରୋଧ, ଶରୀର ରେଜିଷ୍ଟାନ୍ସ, ଏତିକି କରେଣ୍ଟ ଫ୍ଲୋ କରିବ। ବର୍ତ୍ତମାନ ଏଇ କରେଣ୍ଟଟା ହିଁ ତାକୁ ପ୍ରୋବ୍ଲେମ କରିବ। ମଣିଷ ଶରୀର ଏଇ କରେଣ୍ଟଟା ହିଁ କଲେ ତା ହାର୍ଟ ଟେମ୍ପରେଚର ବଢିଯିବ। ଯେମିତି ମୁଁ କହିଲି ଲୁହା ଗରମ ହେଇଗଲା, ସେମିତି ତା ଦେହ ଗରମ ହେଇଯିବ। ଗରମ ହେଇଗଲା ମାନେ ଆପଣଙ୍କର ଜ୍ୱର ହେଲେ ଲୋକ ମରି ଯାଉଛନ୍ତି। ସେମିତି ୟାର ବହୁତ ପ୍ରୋବ୍ଲେମ ହବ। ତେଣୁ ଟେମ୍ପରେଚର ବଢି କଣ ପ୍ରୋବ୍ଲେମ କରିବ? ମାନବ ଶରୀର ଉପରେ ବିଦ୍ୟୁତ ପ୍ରଭାବ ନିମ୍ନଲିଖିତ ଅବସ୍ଥା ଉପରେ ନିର୍ଭର କରେ। କରେଣ୍ଟ ପ୍ରବାହର ପଥ, କୋଉ ବାଟ ଦେଇ କରେଣ୍ଟ ଯାଉଛି? ଲୋକ ମାଟିରେ ଠିଆ ହେଇଛି, କି କାଠ ଉପରେ ଠିଆ ହେଇଛି, କି ଜୋତା ପିନ୍ଧିଛି, ସେ ଅନୁସାରେ ତାର ହବ କରେଣ୍ଟ କମିଯିବ। ଜୋତା ପିନ୍ଧିଲେ କମିଯିବ, କାରଣ ଜୋତା ରେଜିଷ୍ଟାନ୍ସ ମିଶିଯିବ। ମଣିଷ ବଡି ରେଜିଷ୍ଟାନ୍ସ, ଜୋତା ରେଜିଷ୍ଟାନ୍ସ ମିଶିଲା, ତ ଆହୁରି ବଢିଗଲା, ତ କରେଣ୍ଟ କମିଗଲା। ଏଇ ଯୋଉ ପ୍ରତିରୋଧଟା ବଢିଗଲେ କରେଣ୍ଟଟା କମିଯିବ ନା। ଦେଖନ୍ତୁ, ଏଇ ଯୋଉ କରେଣ୍ଟଟା ହଉଛି, ଏଇ ଯୋଉ କରେଣ୍ଟଟା, ଏଇଟା କଣ ହବ? ଏଇଟା ଯଦି ବଢିବ, ଏଇଟା ଯଦି ପ୍ରତିରୋଧଟା ବଢି ବଢିଯିବ, କରେଣ୍ଟଟା କମିଯିବ। କରେଣ୍ଟ କମିଲେ ହିଟ୍ କମ ହବ, ହିଟ୍ କମ ହେଲେ ଅସୁବିଧା ନାହିଁ। ତେଣୁ କରେଣ୍ଟର ପ୍ରଭାବ ପଥ, କରେଣ୍ଟର ପରିମାଣ, ଏଇ ଦେଖନ୍ତୁ ସେ ଲେଖିଥିଲେ କରେଣ୍ଟର ପରିମାଣ, କେତେ ପରିମାଣ କରେଣ୍ଟ ହଉଛି, ଆଉ ସଂସ୍ପର୍ଶ ସମୟ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ଧରନ୍ତୁ ସାଙ୍ଗେ ସାଙ୍ଗେ ତାକୁ ତାରଟା ଲାଗିଲା, ପୁଣି ତାରଟା ଛଡେଇ ଦେଲେ, ଏତେ ଅସୁବିଧା ହବନି। କିନ୍ତୁ 1-2 ସେକେଣ୍ଡ 5 ସେକେଣ୍ଡ ଲାଗି ରହିଗଲେ ପ୍ରୋବ୍ଲେମ କରିବ। ଯେତେବେଳେ ଶରୀର ମାଧ୍ୟମରେ ପ୍ରବାହିତ କରେଣ୍ଟ, ଏଇଠି ଦେଖନ୍ତୁ, ଏଇଠି ସେ ଦେଇଛି, ଯଦି କରେଣ୍ଟଟା 5 ମିଲିଅମ୍ ଠାରୁ କମ ଥାଏ, ସେତେବେଳେ ଏହା ମିଲି ଆମ୍ପିୟର ମାନେ ଆପଣ ଜାଣିଥିବେ। 1000 ମିଲି ଆମ୍ପିୟର ହେଲେ 1 ଆମ୍ପିୟର ହଉଛି, 1000 ମିଲି ଆମ୍ପିୟର ହେଲେ 1 ଆମ୍ପିୟର ହବ, ମିଲିମିଟର ମିଟର ସେମିତି ଆଉ। ତେଣୁ ଯଦି ତମ ଭିତରେ ଦେହରେ ଯୋଉ କରେଣ୍ଟ ଫ୍ଲୋ କରୁଛି 5 ମିଲି ଆମ୍ପିୟର କମ ହେଲା, କିଛି ଅସୁବିଧା ନାହିଁ। ତେଣୁ ଆମେ ବ୍ୟାଟେରୀକୁ ଧରିଲେ କିଛି ଅସୁବିଧା ହୁଏନି, କାରଣ ବ୍ୟାଟେରୀ ଭୋଲ୍ଟେଜ ଧର 12 ଭୋଲ୍ଟ ବ୍ୟାଟେରୀ, ଆଉ ତମ ବଡି ରେଜିଷ୍ଟାନ୍ସ ଧର ହଉଛି 2000 ଓମ୍। ତେଣୁ ଦେଖିବ କି 3000 10,000 ଯାହା ବି ହେଲା, ତମ ଯଦି କରେଣ୍ଟ ତମ ଦେଖିବ 5 ମିଲି ଆମ୍ପିୟର କମ ଅଛି, କିଛି ଅସୁବିଧା ନାହିଁ। ଯେତେବେଳେ ଶରୀର କରେଣ୍ଟ 10, ତମ କାଲ୍କୁଲେସନ କରି କରେଣ୍ଟ ବାହାରିବେ, 10 ମିଲି ଆମ୍ପିୟର ଠାରୁ ଅଧିକ, 20 ମିଲି ଆମ୍ପିୟର ଠାରୁ କମ ଥାଏ, ସେତେବେଳେ ବ୍ୟକ୍ତି ସ୍ୱୟଂ ହାତ ଛାଡିପାରେ। ମାନେ ଯୋଉ ଝଟକା ମାରେ, କହନ୍ତି ଯୋଉ ଲେଟ୍ ଗୋ କହନ୍ତି, ଲେଟ୍ ଗୋ କହନ୍ତି, ସେମାନେ ଝଟକା ମାରିଦବ, ତମ ହାତଟା ଛାଟିଦବ ଧାଡିକି, ଯଦି 20 ମିଲି ଆମ୍ପିୟରରୁ କମ ଅଛି କରେଣ୍ଟ। ଯଦି 20 ମିଲି ଆମ୍ପିୟର କରେଣ୍ଟରେ ଯଦି 20 ଆମ୍ପିୟର କରେଣ୍ଟ ହେଇଗଲା, ତାହେଲେ ଶ୍ୱାସକ୍ରିୟା ପ୍ରଣାଳୀରେ ପାରାଲିସିସ୍ ହେଇଯିବ, ଆପଣ ନିଶ୍ୱାସ ନେବା କଷ୍ଟ ହେଇଯିବ। ଯେତେବେଳେ କରେଣ୍ଟ 50 ମିଲି ଆମ୍ପିୟର ଠାରୁ ଅଧିକ ହେଇଯିବ, ସେତେବେଳେ ଏହା ବହୁତ ବିପଜ୍ଜନକ ଅଟେ। ଯେତେବେଳେ ଶରୀର କରେଣ୍ଟ 100 ମିଲି ଆମ୍ପିୟର ହୁଏ, ସେତେବେଳେ ଏହା ଭେଣ୍ଟିକୁଲାର ଫିବ୍ରିଲେସନ ଥ୍ରେଶୋଲ୍ଡ, ଅର୍ଥାତ୍ ହୃଦୟକୁ ରକ୍ତ ପ୍ରବାହ ବନ୍ଦ କରିଦିଏ, ଲୋକ ମରିଯାଏ, ସେନ୍ସଲେସ୍ ହେଇଯାଏ। ଯଦି 100 ମିଲି ଆମ୍ପିୟର କରେଣ୍ଟ ହେଇଗଲା, ତାହେଲେ ଆପଣ ଜାଣନ୍ତୁ ଲୋକ ସେଠି ବେହୋସ ହେଇଯିବ। এইটি ଆଚ୍ଛା, ଶକ୍, ଏଇ ଯୋଉ ଶକ୍ ଟା, ଏଇ ଦେଖୁନ, ଏଇ ଲୋକଟି ଧରି ପକେଇଛି ଫେଜକୁ, ତା ଦେହରେ ଯାଇକି ତଳେ ମାଟିରେ ଠିଆ ହେଇଛି, ତ ଏଇ ହାର୍ଟ ଦେଇକି କରେଣ୍ଟ ଫ୍ଲୋ କରୁଛି, ତା ପାଦ ଦେଇକି ଯୋଉଠି କରେଣ୍ଟ ବାହାରିଲା ସେଇ ଜାଗାଟା ପୁରା ଘା ହେଇଯିବ, ସେଇ ଜାଗାଟା ପୁରା ଘା ହେଇଯିବ। ଯଦି ଅଳ୍ପ କରେଣ୍ଟ ଅଛି, ଯଦି ବେଶୀ କରେଣ୍ଟ ଅଛି ତ ସେ ଯୋଉ ଚୋକ୍ ହେଇଯିବ, ମରିଯିବ। ହଁ, ଆଚ୍ଛା, ଏଇ ଯଦି ଡାଇରେକ୍ଟ ଛୁଁଛି ତାକୁ କୁହନ୍ତି ଇଲେକ୍ଟ୍ରିକ ସକ୍। ଆଉ ଗୋଟେ ଅଛି ଇଲେକ୍ଟ୍ରୋକ୍ୟୁସନ, ସିଧାସଳଖ ସଂସ୍ପର୍ଶ, ଆପଣ ଫେଜକୁ ଧରି ପକେଇଲେ, ତାହେଲେ ଇଲେକ୍ଟ୍ରିକ ସକ୍। ଆଉ ଗୋଟେ ଇଲେକ୍ଟ୍ରୋକ୍ୟୁସନ,
ଇଲେକ୍ଟ୍ରୋକ୍ୟୁସନ ମାନେ କଣ? ଏଇଟା ହାଇ ଭୋଲ୍ଟେଜ ହୁଏ। ହାଇ ଭୋଲ୍ଟେଜ ମାନେ ଆପଣ ତାରକୁ ଛୁଇଁବେନି, ଆପଣ ହାତଟା ତା ପାଖକୁ ନେବେ। ଆପଣ ହାତ ଯଦି ତାର ପାଖକୁ ଚାଲିଗଲା, ହାଇ ଭୋଲ୍ଟେଜ ଲାଇନ ପାଖକୁ ଛୁଇଁ ନଥିବେ, ତାହେଲେ ବି ଆପଣଙ୍କର ଇଲେକ୍ଟ୍ରୋକ୍ୟୁସନ ହେଇଯିବ, ସ୍ପାର୍କିଂ ହେଇକି ଆପଣ ହାତ ଜଳିଯିବ। ତାକୁ କୁହନ୍ତି ଇଲେକ୍ଟ୍ରୋକ୍ୟୁସନ। ସିଧାସଳଖ ସଂସ୍ପର୍ଶ ବିନା ମଧ୍ୟ ବିଦ୍ୟୁତ ଦାଗ, ଯେମିତି ଆପଣ ବିଜୁଳି ମାରିଲା, ବିଜୁଳିପାତ ଲାଇଟନିଂ, ବିଜୁଳିପାତ କି କୋଉଠି ସ୍ପାର୍କିଂ ହଉଛି, ସେଇଠି ଆପଣ ତା ପାଖରେ ଠିଆ ହେଇଛନ୍ତି, ଆପଣଙ୍କୁ ସକ୍ ମାରିବ। ବିଜୁଳି ମାରିଲା ବେଳେ ଆପଣଙ୍କ ପାଖରେ ଠିଆ ହେଇଛନ୍ତି, ଆପଣ କାହାକୁ ଛୁଇଁ ନାହାନ୍ତି, କିନ୍ତୁ ଆପଣଙ୍କୁ ସକ୍ ମାରିଲା। ତେଣୁ ଏଇ 3 ପ୍ରକାରରେ ଆପଣଙ୍କୁ ବିଜୁଳି ଆଘାତ ଲାଗିପାରେ। ଗୋଟେ ହେଲା ଡାଇରେକ୍ଟ କଣ୍ଟାକ୍ଟ, ଆଉ ଗୋଟେ ହାଇ ଭୋଲ୍ଟେଜ ଇଲେକ୍ଟ୍ରୋକ୍ୟୁସନ, ଆଉ ଗୋଟେ ହେଲା ଏ ଯୋଉ ଲାଇଟନିଂ, ବିଜୁଳି ମାରିଲା। ଆଚ୍ଛା, ଆପଣ ଯୋଉ ମୁଁ କହିଲି କମ୍ କରେଣ୍ଟ 23 ମିଲି ଆମ୍ପିୟର କମ୍ ଥିବ, ତାହେଲେ କଣ ହବ ନା ଶରୀରରେ ଦ୍ରୁତ କମ୍ପନ, ଆପଣ ଶରୀର ଥରିବ, ଛୁଞ୍ଚି ଫୁଟିଲା ପରି ଅନୁଭୂତି ଆପଣ ଅନୁଭବ କରିବେ। ଦ୍ରୁତ ଏବଂ ଅନିୟମିତ ହୃଦସ୍ପନ୍ଦନ, ହାର୍ଟ ବିଟ୍ ବଢିଯିବ, ବହୁତ ସ୍ପିଡ ବଢିଯିବ। ହେଡାକ୍, ଆପଣ ମୁଣ୍ଡ ବିନ୍ଧିବ, ମୁଣ୍ଡ ବଥେଇବ। ଶ୍ୱାସକ୍ରିୟାରେ ପରିବର୍ତ୍ତନ, ଆପଣ ବ୍ରେଦିଂ, ଶ୍ୱାସ ନେବାରେ ଏପଟ ସେପଟ ହେଇଯିବ। ଆପଣ କନଫ୍ୟୁଜ ହେବେ, କନଫ୍ୟୁଜନ ହେଇଯିବ ଯଦି କମ୍ କରେଣ୍ଟ ଅଛି। ଯଦି ବେଶୀ କରେଣ୍ଟ ପ୍ରଭାବିତ ହେଉଛି ତାହେଲେ କଣ ହବ ଦେଖନ୍ତୁ। ଯଦି ଅଧିକ କରେଣ୍ଟ ଶରୀର ପ୍ରଭାବିତ ହେଲା, ଯେମିତି କହିଲି 50 ମିଲି ଆମ୍ପିୟର ପାଖାପାଖି, ତାହେଲେ ଗଭୀର ଦାଗ, ଡିପ୍ ବର୍ନ, ଜଳିଯିବ, ଏଇ ଯେମିତି ଲୋକର ଗୋଡ ଜଳି ଯାଇଛି। ହାର୍ଟ ଡ୍ୟାମେଜ କରିଦେବ। ଲଙ୍ଗସ ଡ୍ୟାମେଜ, ଫୁସଫୁସ ଡ୍ୟାମେଜ ହେଇଯିବ। ମସ୍ତିଷ୍କ ଅନ୍ୟ ସ୍ନାୟୁ କ୍ଷତି, ବ୍ରେନ ନର୍ଭ ଡ୍ୟାମେଜ ହେଇଯିବ। ସ୍ମୃତି ଶକ୍ତି ହ୍ରାସ, ଆପଣ ଆଉ କିଛି ମନେ ରଖିପାରିବେନି, ସବୁ ଭୁଲିଯିବେ। ଟିସ୍ୟୁ ସବୁ ଡ୍ୟାମେଜ ହେଇଯିବ। ହିୟରିଂ ଲସ୍, ଆଉ ଶୁଣିପାରିବେନି ଯଦି ଅଧିକ କରେଣ୍ଟ ପାସ୍ କରୁଛି। ଯଦି ବଞ୍ଚି ଯାଉଛନ୍ତି, ଯଦି ତ ଅଧିକା ହେଇଯାଇଛି ତ ଅଲଗା କଥା। এই দেখুন ଇଲେକ୍ଟ୍ରୋକ୍ୟୁସନ, ମୁଁ ଯୋଉ କହୁଥିଲି ଇଲେକ୍ଟ୍ରୋକ୍ୟୁସନ କଣ, ଇଲେକ୍ଟ୍ରୋକ୍ୟୁସନ ପାଇଁ ମୁଁ ତୁମକୁ ଟିକେ ବୁଝେଇବାକୁ ଚାହିଁବି, ବେଟର ହବ ଆପଣ ଟିକେ କରିବା ପାଇଁ। ଇଲେକ୍ଟ୍ରୋକ୍ୟୁସନ କାହାକୁ କହନ୍ତି? ଇଲେକ୍ଟ୍ରୋକ୍ୟୁସନ, ଓକେ ପ୍ଲିଜ ହୋଲ୍ଡ ଅନ୍। ଇଲେକ୍ଟ୍ରୋକ୍ୟୁସନ ମାନେ ଆପଣ ଦେଖିଥିବେ ଆମ ସବୁ ଏମିତି ସବୁ ଟାୱାର ଲାଇନ ଅଛି, ଏମିତି ସବୁ ଟାୱାର ଲାଇନ ଅଛି, ଏମିତି ସବୁ ହାଇ ଭୋଲ୍ଟେଜ ଲାଇନ ସବୁ ଦେଖିଥିବେ। ଏମିତି ହାଇ ଭୋଲ୍ଟେଜ ଲାଇନ ସବୁ ଯାଇଛି, ହାଇ ଭୋଲ୍ଟେଜ ଲାଇନ ଯାଇଛି, ଦେଖିବେ ଟାୱାର, ଏମିତି ସବୁ ଟାୱାର ଯାଇଛି ହାଇ ଭୋଲ୍ଟେଜ ଲାଇନ। yes or no? ହାଇ ଭୋଲ୍ଟେଜ ଲାଇନ ଟାୱାର ସବୁ ଯାଇଥାଏ ଏ ଜଙ୍ଗଲ ଫଙ୍ଗଲ ଦେଇ। ଏଇଥିରେ ଯୋଉ ତାର ଯାଇଥାଏ, ଏ ତାରର ଭୋଲ୍ଟେଜ ହଉଛି ପ୍ରାୟ 400 କେଭି, 220 କେଭି, 33 କେଭି। କେଭି ମାନେ କିଲୋ ଭୋଲ୍ଟ, ଯେମିତି ଗ୍ରାମ, କିଲୋଗ୍ରାମ। ଗୋଟେ କିଲୋଗ୍ରାମ ହଉଛି 1000 ଗ୍ରାମ, ସେମିତି ଗୋଟାଏ କିଲୋ ଭୋଲ୍ଟ ମାନେ 1000 ଭୋଲ୍ଟ। 33 କେଭି ମାନେ 33,000 ଭୋଲ୍ଟ। 220, ଆପଣ ଦେଖନ୍ତୁ ଘରକୁ ଯାଇଛି 240 ଭୋଲ୍ଟ, କିନ୍ତୁ 33,000 ଭୋଲ୍ଟ। ଇଏ 220 କେଭି ମାନେ 220,000 ଭୋଲ୍ଟ। 400 କେଭି ମାନେ 400,000 ଭୋଲ୍ଟ। ସବୁଠୁ ହାଇଏଷ୍ଟ ଇଣ୍ଡିଆରେ ହଉଛି 765 କେଭି, ଆମ ଓଡ଼ିଶାରେ ବି ଚାଲିଛି ଏଇଟା 765 କେଭି, ମାନେ 765,000 ଭୋଲ୍ଟ। ତେଣୁ ଆପଣ ଭାବନ୍ତୁ ଯଦି ଏଇଟା ତ 400 କେଭି କି 765,000 ଭୋଲ୍ଟ ଅଛି, ତାହେଲେ ଧରନ୍ତୁ ଏ ଲୋକଟା ଏଠି ତଳେ ଠିଆ ହେଇଛି କି ଚଢିଛି, ମାଟିରେ ଲାଗିଛି ତା ହାତ, ଗୋଡ କୌଣସି ଉପାୟରେ ମାଟିରେ ଲାଗିଛି, ଏ ତା ହାତକୁ ନେଇକି ପାଖରେ ରଖିଛି, ଛୁଇଁନି, ତାରକୁ ଛୁଇଁନି, ଗ୍ୟାପରେ ଅଛି, ତାହେଲେ ବି ହାତ ଜଳିଯିବ। କେତେ ଗ୍ୟାପରେ ସେଟା ପଚାରି ପାରନ୍ତି। ମନେ ରଖନ୍ତୁ, ଯଦି 21.2 କେଭି, 21.2 କେଭି ଆଉ ଡିଷ୍ଟାନ୍ସ ଅଛି 1 ସେଣ୍ଟିମିଟର, ତାହେଲେ ଜଳିଲା। 220 କେଭି, ତାହେଲେ 220 କେଭି ଲାଇନ ହେଲେ ଯଦି 10 ସେଣ୍ଟିମିଟର, 10 ସେଣ୍ଟିମିଟର ଦୂରତା ଅଛି ଲୋକ, ତା ହାତ 10 ସେଣ୍ଟିମିଟର ଦୂରତା ଅଛି, ତା ହାତ ଜଳିଯିବ। 400 କେଭି ମାନେ 400 21.2, ଯାହା ହେଲା 20 ସେଣ୍ଟିମିଟର ପାଖାପାଖି, 20 ସେଣ୍ଟିମିଟର ଦୂରରେ ତା ହାତ ଥିଲେ ଜଳିଯିବ। ୟାକୁ କହନ୍ତି ଇଲେକ୍ଟ୍ରୋକ୍ୟୁସନ। ଆପଣ ଛୁଇଁ ନାହାନ୍ତି, କିନ୍ତୁ ଆପଣଙ୍କ ଦେହରେ କରେଣ୍ଟ ଫ୍ଲୋ ପାସ୍ କରିକି, ମାନେ ଏୟାର ମିଡିୟମଟା, ଏୟାର ଇଜ ଇନସୁଲେଟର, ଏୟାରଟା ଡ୍ୟାମେଜ ହେଇକି କରେଣ୍ଟ ହାତ ଦେଇକି ପାସ୍ କରିକି ଘରେ ଲୋକ ମରିଯିବ ସାଙ୍ଗେ ସାଙ୍ଗେ। ୟାକୁ କହନ୍ତି ଇଲେକ୍ଟ୍ରୋକ୍ୟୁସନ। ତ ଇଲେକ୍ଟ୍ରୋକ୍ୟୁସନ ହେଲେ କଣ ହଉଛି ନା, ଦେଖନ୍ତୁ, ସରି,
ଇଲେକ୍ଟ୍ରୋକ୍ୟୁସନ ଯୋଗୁଁ ବିପଦ। ଯେତେବେଳେ କୌଣସି ବ୍ୟକ୍ତି ଉଚ୍ଚ ଭୋଲ୍ଟେଜ ଲାଇନ ନିକଟକୁ ଯାଏ ସେତେବେଳେ ଇଲେକ୍ଟ୍ରୋକ୍ୟୁସନ ଘଟେ। ଏଥିରେ ସ୍ପାର୍କ ସୃଷ୍ଟି ହୋଇ ବୋରିଂ ସମୟରେ ଜଳିଯାଏ। ଏହା ସାଧାରଣ ଦାଗ କିମ୍ବା ଗଭୀର ଦାଗ ହୋଇପାରେ। ଏହା ପାଇଁ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଏମିତି ହେଲା ଇଲେକ୍ଟ୍ରୋକ୍ୟୁସନ ହେଲା ଫାର୍ଷ୍ଟ ଏଡ୍ ଭାବେ ପାଣି ଦ୍ୱାରା ଥଣ୍ଡା କରିବା ଏବଂ ବ୍ୟାଣ୍ଡେଜ କରିବା ନିମ୍ନ ଦର୍ଶାଯାଇଛି। ଜଳିଗଲା ହାତ ସାଙ୍ଗେ ସାଙ୍ଗେ ପାଣିରେ ଥଣ୍ଡା କରିକି ବ୍ୟାଣ୍ଡେଜ କରିଦିଅନ୍ତୁ। ହେଲା ଇଲେକ୍ଟ୍ରୋକ୍ୟୁସନ ହେଲେ କ'ଣ ସବୁ ଚିକିତ୍ସା ଯଦି ବାଇଚାନ୍ସ ଆପଣଙ୍କୁ ସକ୍ ଲାଗୁଛି 240 ଭୋଲ୍ଟ କୌଣସି ପାଇଁ ଲାଗିଗଲା ତାହେଲେ କ'ଣ ସବୁ କରିବେ? ସହାୟତା ପାଇଁ ଡାକନ୍ତୁ, ଚିଲ୍ଲାନ୍ତୁ ପ୍ରଥମେ। ଆପଣ ଯଦି ଆପଣ ଯାହାକୁ ଲାଗିଛି ସେ ତ ବେହୋସ ହେଇଯାଇଥିବ, ପାଖରେ ଯୋଉ ଲୋକ ଅଛି ସେ ସହାୟତା ପାଇଁ ଡାକନ୍ତୁ। ଆମ୍ବୁଲାନ୍ସକୁ ଡାକନ୍ତୁ। ଅଗ୍ନିକାଣ୍ଡ ଘଟିଥିଲେ ଅଗ୍ନିଶମ ବିଭାଗକୁ ଡାକନ୍ତୁ। ପ୍ରଥମେ ନିଜ ସୁରକ୍ଷା ସୁନିଶ୍ଚିତ କରନ୍ତୁ ଏବଂ ପୀଡ଼ିତ ବ୍ୟକ୍ତି ଠାରୁ ପ୍ରାୟ 6 ମିଟର ଦୂରରେ ରୁହନ୍ତୁ। ଧରନ୍ତୁ ଆପଣ ଦେଖୁଛନ୍ତି କାହାକୁ ସକ୍ ମାରିଛି, ଆପଣ ତା ପାଖରେ ଅଛନ୍ତି, ଆପଣ ଯାଇକି ତାକୁ ଧରି ପକାନ୍ତୁନି। ଆପଣ ତାଠୁ 6 ମିଟର ଦୂରରେ ରହିକି ଆଗେ ନିଜ ସୁରକ୍ଷା ଦେଖନ୍ତୁ, ତାପରେ ତାକୁ ବଞ୍ଚେଇବାକୁ ଚେଷ୍ଟା କରିବେ। ଖୋଲା ତାର ବିଦ୍ୟୁତ ସପ୍ଲାଇ ବନ୍ଦ କରନ୍ତୁ ଏବଂ ପ୍ଲଗ ପଏଣ୍ଟ ଖୋଲନ୍ତୁ। ଯଦି ପ୍ଲଗ ପଏଣ୍ଟ ଲାଗିଛି ଯେମିତି ସକେଟରେ ମୁଁ ଦେଖାଉଥିଲି, ପ୍ଲଗକୁ ଆଗେ ଟାଣିକି ବାହାର କରନ୍ତୁ, ତାପରେ ଲୋକ ପାଖକୁ ଯିବେ। ପୀଡ଼ିତ ବ୍ୟକ୍ତିଙ୍କୁ କିଛି ଖାଇବା କିମ୍ବା ପିଇବାକୁ ଦିଅନ୍ତୁ ନାହିଁ। ବ୍ୟକ୍ତି ଅଚେତନ ଥିଲେ ତୁରନ୍ତ ସିପିଆର ଆରମ୍ଭ କରନ୍ତୁ। ସିପିଆର କ'ଣ କହିବି ଆପଣ? ପ୍ରଥମେ ଯଦି ଅଚେତ ହେଇଯାଇଛି ଲୋକଟି ତାହେଲେ ତାକୁ ସିପିଆର ଷ୍ଟାର୍ଟ କରିଦେବେ ଆମ୍ବୁଲାନ୍ସ ଆସିବା ପର୍ଯ୍ୟନ୍ତ। ଆମ୍ବୁଲାନ୍ସ ସେ ଯିବା ପର୍ଯ୍ୟନ୍ତ ଡାକ୍ତରଖାନାକୁ ସିପିଆର ଆରମ୍ଭ କରିଦେବୁ ଡାକ୍ତର ପାଖରେ ପହଞ୍ଚିବା ପର୍ଯ୍ୟନ୍ତ। ବ୍ୟକ୍ତିଙ୍କୁ ସଚେତନତା ଫେରି ଆସିବା ପର୍ଯ୍ୟନ୍ତ କିମ୍ବା 3 ରୁ 4 ଘଣ୍ଟା ପର୍ଯ୍ୟନ୍ତ କିମ୍ବା ହସ୍ପିଟାଲକୁ ନେବା ପର୍ଯ୍ୟନ୍ତ ସିପିଆର ଜାରି ରଖନ୍ତୁ। ସିପିଆର ଚାଲିଥିବ, କାହିଁକିନା ସିପିଆର ଶୀଘ୍ର ଆରମ୍ଭ କରନ୍ତୁ, କାରଣ 10 ମିନିଟ୍ ପରେ ମସ୍ତିଷ୍କ କ୍ଷତିଗ୍ରସ୍ତ ଲୋକ ତ ବେହୋସ ହେଇଯାଇଛି। 10 ମିନିଟ୍ ହେଇଗଲା ତାହେଲେ ସେ ଲୋକର ମସ୍ତିଷ୍କ ଡ୍ୟାମେଜ ହେଲେ ସେ ମରିଯିବ। ତ 10 ମିନିଟ୍ ପୂର୍ବରୁ ଆପଣ ସିପିଆର ଷ୍ଟାର୍ଟ କରନ୍ତୁ। ସଂକ୍ରମଣ ଭୟ ଥିଲେ ମାଉଥ ଟୁ ମାଉଥ ରେସ୍ପିରେସନ, ଏ ସିପିଆର ହେଉଛି ଆଉ ଗୋଟେ ରେସ୍ପିରେସନ ଆପଣ ଯେଉଁ ମୁହଁକୁ ମୁହଁ ଲଗେଇ କରନ୍ତି ତାକୁ ସିପିଆର କହନ୍ତି। କିମ୍ବା ହାର୍ଟ କମ୍ପ୍ରେସନ ବି କରିପାରେ। ଯଦି କରୋନା ଅଛି ତାହେଲେ ଆପଣ ମୁହଁ କରିପାରନ୍ତି, ନହେଲେ ରୁମାଲ ଦେଇକି କରିପାରନ୍ତି। କେମିତି କ'ଣ ଏଇଠି ଦେଖନ୍ତୁ ଚିତ୍ର ଦେଖଉଛି, ଏଇ ଦେଖନ୍ତୁ ଏ ଲୋକକୁ ସକ୍ ମାରିଛି। ଏ ବ୍ୟକ୍ତିଟି ଗୋଟେ ଶୁଖିଲା କାଠ ଧରିକି ତାକୁ ତା ହାତରେ ସକ୍ ମାରି ତାକୁ ଏଇଟା ଛଡଉଛି, ନିଜେ ଠିଆ ହେଇଛି କାଠ ଉପରେ। ତାପରେ ମେନ୍ ସୁଇଚକୁ ଅଫ୍ କରୁଛି, ପ୍ଲଗକୁ ବାହାର କରୁଛି। ଏସବୁ ପଏଣ୍ଟ ଦେଖନ୍ତୁ, କାଠ ଶୁଖିଲା କାଠ, ଓଦା କାଠ ହବନି, ଆଉ ତାକୁ ଛୁଇଁବେନି କେବେ। ସିପିଆର କ'ଣ? ହଁ, ସିପିଆର ଫୁଲ୍ ହେଉଛି କାର୍ଡିଓ, ସି ହେଉଛି କାର୍ଡିଓ, ପି ହେଉଛି ପୁଲମୋନରୀ, ଆର୍ ହେଉଛି ରେସ୍ପିରେସନ। ତ କାର୍ଡିଓ ପୁଲମୋନରୀ ରେସ୍ପିରେସନ। କାର୍ଡିଓ ମାନେ ହେଉଛି କ'ଣ ନା ହାର୍ଟ, ହୃଦୟ ଏବଂ ତାର କାର୍ଯ୍ୟ। ପୁଲମୋନାରୀ ଅର୍ଥ ହେଉଛି ଫୁସଫୁସ ଓ ତାର କାର୍ଯ୍ୟ। ରେସ୍ପିରେସନ ବର୍ତ୍ତମାନ ଅଚେତନ ବ୍ୟକ୍ତିକୁ ପୁନର୍ବାର ସଚେତନ ଅବସ୍ଥାକୁ ଫେରାଇ ଆଣିବା। ତ ସିପିଆର କାର୍ଯ୍ୟ କେମିତି କରାଯାଏ? ଛାତି ଚାପ ଦେଇକି କରିହବ, ନହେଲେ କୃତ୍ରିମ ମୁହଁରୁ ମୁହଁକୁ ଶ୍ୱାସକ୍ରିୟା, ମାଉଥ ଟୁ ମାଉଥ ରେସ୍ପିରେସନ। ମୁହଁକୁ ମୁହଁ ଲଗେଇ ତା ନିଶ୍ୱାସ ଆର୍ଟିଫିସିଆଲ ନିଶ୍ୱାସ ଚଲେଇବାକୁ ପଡ଼ିବ ତାର। ସିପିଆର ଉଦ୍ଦେଶ୍ୟ ହେଉଛି ଶ୍ୱାସପଥ ଏବଂ ହୃଦୟର ରକ୍ତ ସଞ୍ଚାଳନକୁ ପ୍ରଚଳ ରଖିବା, ଯାହାଦ୍ୱାରା ରକ୍ତ ଆପଣଙ୍କ ବ୍ରେନକୁ ଯାଇପାରିବ, ବ୍ରେନକୁ ଗଲେ ଲୋକଟି ବଞ୍ଚିଯିବ। ତେଣୁ ଆପଣ ତା ପାଇଁ ଏଇ ଦୁଇଟି କାମ କରିବେ, ଚେଷ୍ଟ କମ୍ପ୍ରେସନ କରିବେ କିମ୍ବା ମାଉଥ ଟୁ ମାଉଥ ରେସ୍ପିରେସନ କରିବେ। କେମିତି କରିବେ ଏଇଟା ଫିଗର ଦେଖନ୍ତୁ। ଏଇଠି ଚେଷ୍ଟ କମ୍ପ୍ରେସନ ଆପଣ ଡାହାଣ ହାତକୁ ପୁରା 90 ଡିଗ୍ରୀରେ 90 ଡିଗ୍ରୀରେ ତା ଛାତି ଉପରେ ରଖନ୍ତୁ, ଫୁସଫୁସ ଯୋଉଠି ଅଛି। ବାଁ ହାତକୁ ପ୍ରେସ୍ କରନ୍ତୁ, ପ୍ରେସ୍ କରନ୍ତୁ ଛାଡ଼ନ୍ତୁ, ପ୍ରେସ୍ କରନ୍ତୁ ଛାଡ଼ନ୍ତୁ, ଏମିତି କରନ୍ତୁ। ଦେଖନ୍ତୁ ଏଇଠି ଆର୍ଟିଫିସିଆଲ ମାଉଥ, ତା ମୁହଁ ସହିତ ଆପଣ ମୁହଁ ଲଗେଇ ନିଜେ ତା ଶ୍ୱାସ ନେବା ଆଣିବା କରନ୍ତୁ, ନିଶ୍ୱାସ ନେବା ପାଇଁ ଭଗା ତାକୁ କରନ୍ତୁ। ଏଇଟା କହୁଛନ୍ତି, ତାକୁ ସିପିଆର କୁହାଯାଏ। ଏଇ ଦେଖନ୍ତୁ ଦିଟା ବି କରିପାରନ୍ତି। ଆପଣ 2 ଜଣ ଅଛନ୍ତି ଯଦି ଜଣେ ମାଉଥ ଟୁ ମାଉଥ କରିବ, ଆଉ ଜଣେ ମାନେ ଚେଷ୍ଟ ଛାତିକୁ ପ୍ରେସ୍ କରିବ। ଏଇଟା କଲେ ଯଦି ତାର ଆସିଗଲା, ଛାତି ଯଦି ଆସିଲା, ଦେଖନ୍ତୁ ଏମିତି କରିବା ଦ୍ୱାରା କ'ଣ ହବ ନା ଛାତି ତାର ଉଠିବ ଏବଂ ପରିବା ସହିତ ନାଡି ସ୍ପନ୍ଦନ ଆରମ୍ଭ ହେଉଛି। ଦେଖନ୍ତୁ ଆପଣ ଏମିତି କରିଲେ ବହୁତ ସମୟ ତାର ନାଡି ସ୍ପନ୍ଦନ ଆରମ୍ଭ ହେଇଯିବ, ହାର୍ଟବିଟ୍ ଷ୍ଟାର୍ଟ ହେଇଯିବ, ଛାତି ଉଠିବ ପରିବ, ତ ଜାଣିବେ ଯେ ଲୋକ ବଞ୍ଚିଯିବ। ତାପରେ ତାକୁ ସାଙ୍ଗେ ସାଙ୍ଗେ ମେଡିକାଲକୁ ନେଇଯାଆନ୍ତୁ। ଓକେ, ଆଚ୍ଛା, ଆଉ ଘରେ ସବୁ କ'ଣ କରିବେ ସୁରକ୍ଷା ପାଇଁ? ଯଥୋଚିତ ଟିକେ ଏମସିପି, ଇଏଲସିପି ଏବଂ ଆର୍ଥିଂ ବ୍ୟବହାର କରନ୍ତୁ। ଏମସିପି ମିନିଏଚର ସାର୍କିଟ ବ୍ରେକର, এই ଯୋଉ ମିନିଏଚର ସାର୍କିଟ ପ୍ରଥମେ ମୁଁ ଦେଖେଇଥିଲି, ମନେ ଥିବ ଆପଣଙ୍କର, ଯୋଉ ସାର୍କିଟ ବ୍ରେକର ଲାଗିଛି, ତେଣୁ ତାର ସେଇ ରେଟିଂ ଠିକ ରେଟିଂ ଲଗେଇବେ। ଠିକ ରେଟିଂ ହେଲେ ଯଦି ସକ୍ ମାରିଲା ମାନେ ସାଙ୍ଗେ ସାଙ୍ଗେ ଟ୍ରିପ୍ କରିଯିବ, କଟିଯିବ, ସପ୍ଲାଇ କାଟିଦେବ, 40 ଭୋଲ୍ଟ କଟିଯିବ। ଆଉ ଟିକେ ଝଟକା ମାରିଛ ସାଙ୍ଗେ ସାଙ୍ଗେ ବନ୍ଦ ହେଇଯିବ, କିମ୍ବା କୋଉଠି ଗୋଟେ ଫଲ୍ଟ ହେଇଛି ଏମସିବି ଟ୍ରିପ୍ କରିଯିବ।
ଆଉ ଆଉ ଗୋଟେ ହେଲା କ'ଣ ELCB ଆଉ କୁହନ୍ତି ଆର୍ଥ ଲିକେଜ ସର୍କିଟ ବ୍ରେକର। ଏଇଟା ବି ଗୋଟେ ବହୁତ ସାହାଯ୍ୟ କରେ, ସକ୍ ମାରିଲେ ବନ୍ଦ ହେଇଯିବ, ଟ୍ରିପ୍ କରିଯିବ ବ୍ରେକରଟା ELCB ଏବଂ ଆର୍ଥିଂ। ଏଇ ତିନୋଟି ଲଗେଇଲେ ଆପଣଙ୍କ ମାନେ ଲୋକ ମରିବ ନାହିଁ ଘର ଭିତରେ କେବେ। ଆର୍ଥିଂ ତ ଆପଣମାନେ ଜାଣିଥିବେ, ଆର୍ଥିଂ ଏମିତି କରାଯାଏ। ଆର୍ଥିଂ କେମିତି କରାଯାଏ ଜାଣିଥିବେ। এই ଦେଖନ୍ତୁ ଆର୍ଥିଂ ଗୋଟେ ରଡକୁ ଗାତ ଖୋଳିକି 10 ଫୁଟ ଲମ୍ବାର ରଡ ଗାତ ଖୋଳିକି ତା ଭିତରେ କୋଇଲା ଆଉ ଲୁଣ ଦେଇକରି ଲେୟାରରେ ତାପରେ ଆକୁ ଆର୍ଥିଂ କରାଯାଏ। এই ଦେଖନ୍ତୁ ଆର୍ଥିଂ ଏଇଟା। ଏଇ ଆର୍ଥିଂ ଯୋଉ ତାର ବାହାରିବ ସେ ତାରଟା ଆପଣଙ୍କର ଯୋଉ କହିଲେ ସକେଟ, ସେଇ ସକେଟ ଯୋଉ ପ୍ରଥମ ଆପଣଙ୍କୁ ଦେଖେଇଥିଲି, ପ୍ରଥମ ମୁଁ ଦେଖେଇଥିଲି ଫିଗର ଆପଣ ଦେଖିପାରିବେ। ସେଇ ଯୋଉ ଆର୍ଥିଂ ହେଲା, ସେ ଆର୍ଥିଂ ତାରଟା ହେଇ ଆର୍ଥିଂ ତାରଟା ଦେଇକି ଏଇଠି ଲାଗିବ। ଯୋଉ ବାହାରେ ଆପଣ ଆର୍ଥିଂ କରିଛନ୍ତି କୋଇଲା ଲୁଣ ଦେଇକି ପାଇପରୁ, ସେ ପାଇପରୁ ଗୋଟେ କପର ତାର କିମ୍ବା ଗୋଟେ ଜିଆଇ ତାର ଆଣିକିରି ଆପଣ ଘରେ ଯେତେ ଜାଗାରେ ଏମିତି ପ୍ଲଗ ଲାଗିଛି ଏ ପ୍ଲଗ ଉପର ମୁଣ୍ଡରେ ଲଗାନ୍ତୁ ଆର୍ଥିଂ। ଦେଖନ୍ତୁ ସବୁ ଜାଗାରେ ଆର୍ଥିଂ ଲଗେଇଛି। ଯଦି ଆର୍ଥିଂ ଲାଗିଥିବ ତାହେଲେ ଆପଣଙ୍କୁ ସକ୍ ମାରିବ ନାହିଁ। କେମିତି ମୁଁ ବତେଇଦେବି ଆପଣଙ୍କୁ ବର୍ତ୍ତମାନ କେମିତି ସକ୍ ମାରିବ ନାହିଁ। କାହିଁକି ନା ଆପଣଙ୍କର ଲଗେଇଛନ୍ତି MCB ଲାଗିଛି, ଏ ଯୋଉ MCB ଲାଗିଛି ଏଇଠି ଦେଖେଇଥିଲି ପ୍ରଥମେ, ଏଇଠି MCB ଲାଗିଛି, MCB ଲାଗିଛି, MCB ମାନେ ତାର କାପାସିଟି ଥିବ 16 ଆମ୍ପିୟର କେତେ, ତେଣୁ ଆଉ 16 ଆମ୍ପିୟର ଅଧିକ କରେଣ୍ଟ ଫ୍ଲୋ କଲେ ଇଏ ଟ୍ରିପ୍ କରିଯିବ। କି 32 ଆମ୍ପିୟର ଲଗେଇଛନ୍ତି, 32 ଆମ୍ପିୟର ଅଧିକ କରେଣ୍ଟ ଫ୍ଲୋ କଲେ ଇଏ ଟ୍ରିପ୍ କରିଯିବ। ଟ୍ରିପ୍ କଲା ମାନେ ସାଇକେଲକୁ କାଟିଦବ, ଏପଟୁ ଭୋଲ୍ଟେଜ ଆସିବ ନାହିଁ। ତେଣୁ ସେ ବର୍ତ୍ତମାନ ଯଦି ଆପଣ ଆର୍ଥିଂ କରିଥିବେ ତାହେଲେ କ'ଣ ହବ ନା କୋଉଠି ଗୋଟେ ଯଦି କୌଣସି ଭିତରେ କ୍ଷତି ହେଲା ତାହେଲେ ସେ ସାର୍କିଟ ବ୍ରେକର ତା ମନକୁ ମନ ଟ୍ରିପ୍ କରିଯିବ। କେମିତି ଟ୍ରିପ୍ କରିବ ମୁଁ କହିବି ଆପଣଙ୍କୁ। ହଁ, এই ଦେଖନ୍ତୁ ସେଇ ଆର୍ଥ ତାରକୁ କୋଉଠି ଲଗେଇବେ, ଗୋଟେ ମେନ୍ ସୁଇଚ୍, ଯଦି ଲୁହା ବାଲା ମେନ୍ ସୁଇଚ୍, ହଁ ଯଦି ଲୁହା ବାଲା ମେନ୍ ସୁଇଚ୍ ଏଠି ଲଗେଇବେ, ମିଟରରେ ଲଗେଇବେ, ଯୋଉଠି ଲୁହା ଜିନିଷ ଅଛି। ଆଉ ପ୍ରତି ଯୋଉ ସକେଟ ଅଛି ସକେଟର ଉପରେ ଯୋଉ ବଡ ମୁଣ୍ଡଟା ଅଛି ସେଠି ଲଗେଇଥିବେ। ଆଉ ଆର୍ଥ ରେଜିଷ୍ଟାନ୍ସ ମାପୁଥିବେ। ଆର୍ଥିଂ କଲା ପରେ ଠିକ ନାହିଁ, ଆର୍ଥିଂ ତା ରେଜିଷ୍ଟାନ୍ସ ଯଦି 5 ଓହମରୁ କମ ହବ, ଘରେ ଯୋଉ ଆର୍ଥିଂ କରୁଛନ୍ତି 5 ଓହମରୁ କମ ହବ ତା ଆର୍ଥିଂ, ବେଶୀ ରେଜିଷ୍ଟାନ୍ସ ହେଲେ ଅସୁବିଧା। ଆଉ ସେ ତାର ଯେମିତି କଟୁନଥିବ ସେଟା ଦେଖିବେ। ହଁ, ନିରନ୍ତର କଣ୍ଟିନ୍ୟୁଲି ମାପନ କରନ୍ତୁ। ତାହେଲେ ଧରନ୍ତୁ ଆପଣ ଆର୍ଥ ତାରଟା ଲଗେଇଛନ୍ତି, ମଝିରେ ଜିଆଇ ତାରଟା କଟି ଯାଇଛି, ତାହେଲେ ଆର୍ଥିଂ ନାହିଁ ସେ ପ୍ଲଗରେ, ସେଟା ଚେକ୍ କରୁଥିବେ। ହଁ, ଏଇ ଦେଖନ୍ତୁ କୋଇଲା ଲୁଣ ଦେଇକି ସେ କେମିତି ଆର୍ଥିଂ କରୁଛି। ଆର୍ଥପିଟ୍ ଆପଣ ଆର୍ଥପିଟ୍, ହଁ ଏଇ ମୁଣ୍ଡରୁ ତାରଟା ବାହାରିକି ଯିବ, ସବୁ ଭାଇ ଲଗା ହେଇଛି, ଏଇ ପାଇପ୍ରେ ପୁରେଇକି ନେଇଛି PVC ପାଇପ୍ରେ। ହଁ, ଆଚ୍ଛା, ଏଇ ଯୋଉ ଆର୍ଥିଂ ହେଲେ କେମିତି କ'ଣ ସୁବିଧା ହଉଛି ମୁଁ ଆପଣଙ୍କୁ ବୁଝେଇବି। ଏବେ ଟିକେ ଖାଲି ମୋ ସାଙ୍ଗେ ରୁହନ୍ତୁ, ମୁଁ ଆପଣଙ୍କୁ ବୁଝଉଛି। ଏ ଗୋଟେ ମିନିଟ। ଦେଖନ୍ତୁ, ଧରନ୍ତୁ ଏଇଟା ଗୋଟେ ବାଲ୍ଟିରେ ଆପଣଙ୍କ ପାଣି ଅଛି, ଆପଣ ଏଇଟା କ'ଣ ଅଛି ନା ୱାଟର ହିଟର ପକେଇଛନ୍ତି। ଏଇଟା ଗୋଟେ ୱାଟର ହିଟର, ଏଇଟା ଗୋଟେ ସରି ଏଇଟା ଗୋଟେ ଆପଣଙ୍କର ୱାଟର ହିଟର, ଏଇଟା ଗୋଟେ ୱାଟର ହିଟର। ୱାଟର ହିଟରକୁ କ'ଣ ଲଗେଇଛନ୍ତି ନା ଆପଣ ଏଇଠି ସକେଟ ଲାଗିଛି, ଏଇଠି ସକେଟରେ ଏଇଠି ସକେଟରେ ଗୋଟେ ଫେଜ୍ ଲାଗିଛି, ଗୋଟେ ନ୍ୟୁଟ୍ରାଲ ଲାଗିଛି, ଏଇଠି ଆର୍ଥିଂ ବି ଲାଗିଛି, ଆର୍ଥପିଟ୍କୁ ଲାଗିଛି ହେଲା। ଧରନ୍ତୁ ଏଇ ଯୋଉ ୱାଟର ହିଟର ବା ଇମର୍ସନ ହିଟର ୟା ଭିତରେ ଯୋଉ ଇନ୍ସୁଲେସନ ସେ କଟିଗଲା, ତାମାନେ ଫେଜଟା କ'ଣ ହବ, ଯୋଉ ଫେଜ୍ ତାରଟା ବଡିରେ ଲାଗିଗଲା। ଏଇ ଯୋଉ ଫେଜ୍ ତାରଟା ଯୋଉଟା ଥିଲା ଫେଜ୍ ନ୍ୟୁଟ୍ରାଲ, ଫେଜଟା ବଡିରେ ଲାଗିଗଲା। ଯଦି ଫେଜରେ ବଡି ଲାଗିଲା, ସମସ୍ତେ ବାଲ୍ଟିଟା ଇଏ ବାଲ୍ଟି ଲୁହା ବାଲ୍ଟି ମାଟି ଉପରେ ଅଛି, ତାମାନେ ଫେଜଟା ମାଟିରେ ଲାଗିଗଲା। ମାଟିରେ ଲାଗିଗଲା ମାନେ ଆପଣ ଏଇ ଯୋଉ ଯୋଉ ନ୍ୟୁଟ୍ରାଲ ତାରଟା ଆସିକି ତା ବଡିରେ ଲାଗିଥିବ, ତାମାନେ ଇନଡାଇରେକ୍ଟଲି ଏଇ ଯୋଉ ହିଟର ବଡି, ଧରନ୍ତୁ ମୁଁ କହୁଛି ଏଇଟା ହଉଛି ଆମର ହିଟର, ଏଇଟା ହଉଛି ହିଟର। ହଁ, ହିଟରରେ ଏଇଟା ଫେଜ୍ ଯାଇଛି, ନ୍ୟୁଟ୍ରାଲ ଯାଇଛି, ଏ ହିଟର ଜଳୁଛି। ଏଇଟା ଲୁହା ବଡି, ଏ ବଡି ଲାଗିଛି କୋଉଠିକି ନା ଆର୍ଥିଂକୁ ହେଲା। ଧରନ୍ତୁ ଏଇଟା ଫେଜ୍, ଏଇଟା ନ୍ୟୁଟ୍ରାଲ, ଏ ଫେଜଟା ଭିତରେ କଟିଗଲା, ଫେଜଟା ଲାଗିଗଲା ଏ ଲୁହାକୁ ଲାଗିଗଲା, ଫେଜଟା ଲୁହାକୁ ଲାଗିଗଲା, ତାମାନେ ଫେଜଟା ଯାଇକି ଇନଡାଇରେକ୍ଟଲି ଆର୍ଥିଂକୁ ଲାଗିଗଲା। ଆର୍ଥ ରେଜିଷ୍ଟାନ୍ସ କେତେ ମୁଁ କହିଛି 5 ଓହମ,
ଏଠି ଭୋଲ୍ଟେଜ ଅଛି କେତେ ନା 240 ଭୋଲ୍ଟ। ତାମାନେ ସାଙ୍ଗେ ସାଙ୍ଗେ ଏଠି କେତେ କରେଣ୍ଟ ଫ୍ଲୋ କରିବ ନା 240/5 ସେମାନେ କେତେ ହେଲା 5×4 = 48 ଆମ୍ପିୟର କରେଣ୍ଟ ଫ୍ଲୋ କଲା। 48 ଆମ୍ପିୟର କରେଣ୍ଟ ଯେତେବେଳେ ଆପଣ ଏମସିବି ରେ ପାସ୍ କରିବ ଏମସିବି ଠିକ କରିଯିବ କାରଣ ଏମସିବି 16 ଆମ୍ପିୟର ଲାଗିଛି ହେଲା। ତେଣୁ ଏଇଟା ହେଲା ସେମିତି। ଆଉ ଗୋଟେ ହେଲା ଇଏଲସିବି ଯୋଉ ଆର୍ଥ ଲିକେଜ ସେକେଣ୍ଡ ବିଘ ଦେଖନ୍ତୁ ଧରନ୍ତୁ ଏପଟେ ଯାଉଛି 48 ଆମ୍ପିୟର ଏପଟେ ଫେରିବା ଯଦି ଆର୍ଥିଂ ନାହିଁ ତାହେଲେ ଏପଟେ ଫେରିବ କେତେ 48 ଆମ୍ପିୟର। ଯଦି ଗୋଟେ ଲୋକ ଏଠି ଧରି ପକେଇଲା ଲୋକଟା ଏଠି ଠିଆ ହେଇକି ଧରି ପକେଇଲା ତାହେଲେ ସେ ଯୋଉ 48 ଆମ୍ପିୟର ତା ବଡିରେ ପଳେଇବ। ତା ବଡିରେ ପଳେଇବ ମାନେ ଏପଟେ କେତେ 0 ଆମ୍ପିୟର କରେଣ୍ଟ ହେଇଯିବ। ଯଦି 0 ଆମ୍ପିୟର ହେଇଯିବ କାରଣ ଏଠି ଗୋଟେ ରିଲେ ଲାଗିଥିବ ଯିଏ କି ଯେତିକି କରେଣ୍ଟ ଯାଉଛି ସେତିକି କରେଣ୍ଟ ଫେରୁଛି ନା ସେ ଦେଖିବ। ଯଦି ଯାଉଛି 48 ଫେରୁଛି 0 କାହିଁକିନା 48 ପଳେଇଲା ମାଟିକି ଲୋକ ଦେହରେ ଯାଇ ସେ ମାଟିରେ ଲାଗିଯାଉଛି ତାହେଲେ ଇଏ ଠିକ କରିଦେବ। ଏଇଟା ଇଏଲସିବି କହନ୍ତି। ପରେ ପଢିବା ଆମେ ଡିଟେଲ ପଢିଲା ବେଳେ। ହଁ ଆଚ୍ଛା ଇଏ ଗଲା ଆପଣଙ୍କର ହଁ, ଏଇ ସେଇଟା ମୁଁ ଦେଖେଇଛି। ଏଇ ଧରନ୍ତୁ ହଁ ୱିଦାଉଟ୍ ଆର୍ଥିଂ ଧର ଆର୍ଥିଂ କରିନାହାନ୍ତି ମାନେ କଣ ହବ ସେ ଲୋକ ଦେହରେ ପୁରା କରେଣ୍ଟଟା ଫ୍ଲୋ କଲା। ଦେଖନ୍ତୁ ସେ ବଡିକି ଯେମିତି ମୁଁ କହିଲି ସେ ଧରି ପକେଇ ଧର ବାଲ୍ଟିକୁ ଧରି ପକେଇଲା ଲୁହା ବାଲ୍ଟିକୁ ଆର୍ଥିଂ ନାହିଁ ଆର୍ଥିଂ ଥିଲେ କରେଣ୍ଟଟା ଆର୍ଥକୁ ପଳେଇଥାନ୍ତା। ଏବେ ସେ କରେଣ୍ଟଟା ଯୋଉ ହାଇ ଯୋଉ 240 ଭୋଲ୍ଟ ବଡିକୁ ଆସିଗଲା ସେ ବାଲ୍ଟିକି ଧରିଛି ଦେଖନ୍ତୁ ବଡିକି ପଳେଇଲା ଫଲ୍ଟ କରେଣ୍ଟଟା। କିନ୍ତୁ ଯଦି ସେ ଧରିଲା ବେଳକୁ ଯଦି ସେଟା ଥାନ୍ତା ତାହେଲେ ତାର 5 ଓମ୍ ଆ ରେଜିଷ୍ଟାନ୍ସ ଅଛି 2-3 ହଜାର ଓମ୍ ବଡିର। ତେଣୁ ମନେ ରଖ କରେଣ୍ଟ ସବୁବେଳେ ଲୋ ରେଜିଷ୍ଟାନ୍ସ ପଟେ ଯିବାକୁ ଚେଷ୍ଟା କରେ। ତେଣୁ କରେଣ୍ଟ ସବୁ ଆର୍ଥିକ ପଳେଇଥାନ୍ତା ଆ ଦେହରେ ବେଶୀ କରେଣ୍ଟ ଯାଇନଥାନ୍ତା। ଏଇଠି ହଁ ଏଇଟା ମୁଁ କହୁଥିଲି 48 ଆମ୍ପିୟର କରେଣ୍ଟ। ହଁ ଏତେ କରେଣ୍ଟ ଏମସିବି କା ଫ୍ୟୁଜ ମଧ୍ୟ ଭୂମିକୁ ପ୍ରବାହିତ ହେବ। ତେଣୁ ସାର୍କିଟ ଫ୍ୟୁଜ ହେଲେ ଫ୍ୟୁଜ କଟିଯିବ ଏମସିବି ହେଲେ ଏମସିବି ଟ୍ରିପ୍ କରିଯିବ ଫ୍ୟୁଜ ପୋଡିଯିବ। ଫ୍ୟୁଜ ତାରଟା ପତଳା ତାରଟି ପୋଡିଯିବ ପୋଡିଗଲେ କନେକ୍ଟ ଡିସକନେକ୍ଟ ହେଇଗଲା ହେଲା। ଏଇ ଦେଖ ଏ ଗୋଟେ ମୋଟରଟା ଲୁହା ଏବଂ ତାକୁ ସେ 2 ଜାଗାରେ ଆର୍ଥିଂ କରିଛି। ତେଣୁ ଯଦି ବି କିଛି ପ୍ରୋବ୍ଲେମ ହେଲା କୋଉଠି ଭିତରେ ୱାଇଣ୍ଡିଂ ସର୍ଟ ହେଇଗଲା ତେଣୁ ଲୋକ ଆକୁ ଧରିଲେ ବି କିଛି ହବନି କାରଣ ସର୍ଟ ହେଲା ମାନେ ଅଟୋମେଟିକ ସାଙ୍ଗେ ସାଙ୍ଗେ ଏମସିବି ଟ୍ରିପ୍ କରିଯିବ। ଏଇ ଚଢେଇ କାହିଁକି ସକ୍ ମାରୁନି ତାକୁ ଭାବିବେ କାହିଁକି ନା ଏଇ ଦେଖନ୍ତୁ ମୁଁ କହିଛି କରେଣ୍ଟ ସବୁବେଳେ ସରି ମୁଁ କହିଛି କରେଣ୍ଟଟା ସବୁବେଳେ ଲୋ ରେଜିଷ୍ଟାନ୍ସ ପାଥରେ ଫ୍ଲୋ କରେ। ଦେଖନ୍ତୁ ଏଠି ହଉଛି ଏଇଠୁ ଏତିକି ଏଇଟା ଏଇଟା ଧର ତାର ଉପରେ ଲୋକ ବସିଛି ଏ ତାର ରେଜିଷ୍ଟାନ୍ସ ଏଇଠୁ ଏତିକି କମ କିନ୍ତୁ ତା ନିଜ ରେଜିଷ୍ଟାନ୍ସ ବେଶୀ ତା ବଡି ରେଜିଷ୍ଟାନ୍ସ ତେଣୁ କରେଣ୍ଟ ଏପଟେ ଗଲା ଏପଟେ କମ ଗଲା। ହଁ ସେ ଲେଖା ହେଇଛି ରେଜିଷ୍ଟାନ୍ସ ଅଫ ପାର୍ଟ ଇଜ ଗ୍ରେଟର ଦ୍ୟାନ ରେଜିଷ୍ଟାନ୍ସ ଅଫ ଏଇ ରେଜିଷ୍ଟାନ୍ସ। ତେଣୁ ନୋ ସକ୍। ଏମିତି ବି ତାର ରେଜିଷ୍ଟାନ୍ସ ବହୁତ ଚଢେଇର। ଯଦି ସେ ଗୋଟାଏ ଫେଜ ଗୋଟେ ନ୍ୟୁଟ୍ରାଲ ଗୋଟାଏ ଗୋଟେ ଫେଜ ଗୋଟେ ନ୍ୟୁଟ୍ରାଲ ରଖିଦବ ତାହେଲେ ତାକୁ ସକ୍ ମାରିବ ପୋଡିଯିବ। ହଁ ଏମିତି ତା ଦେହରେ କରେଣ୍ଟ ଫ୍ଲୋ କରିବ କେତେ ନା I × R1 ଯେତିକି କରେଣ୍ଟ ପାସ୍ କରୁଛି ଯେତିକି କରେଣ୍ଟ ପାସ୍ କରୁଛି ସେତିକି ଗୁଣ୍ଡା ଏତିକି ଭୋଲ୍ଟେଜ ତା ଦେହକୁ ଗଲା ତେଣୁ ଅଳ୍ପ କରେଣ୍ଟ ପାସ୍ କରିବ ତା ଦେହରେ। ଓକେ ଭାରତୀୟ ଘରେ ବିଦ୍ୟୁତ ସୁରକ୍ଷା ସଚେତନ କଣ କରିବେ ଆପଣ ଏଇ ଦେଖନ୍ତୁ ଅଧିକ ଲୋଡ ହେଇଥିବା ସକେଟ ଏବଂ ସବୁ ଆପଣ ଘରେ ଦେଖିବେ ସବୁ ଗୋଟେ ଗୋଟେ ସକେଟରେ ମୋବାଇଲ ଚାର୍ଜ ହଉଥିବ 2ଟା ମୋବାଇଲ ଚାର୍ଜ ହଉଥିବ ଏକ୍ସଟେନସନ ଲଗେଇ ଦେଇକି ହଁ 5 ପିନ୍ 3 ପିନ୍ ଲଗେଇକି ଆଡ କରିକି ତା ଦେହରେ ସବୁ ନଉଥିବେ ଗୋଟେ ଲାଇଟ୍ ଜଳୁଥିବ ଗୋଟେ ଟିଭି ଚାଲୁଥିବ ଗୋଟାଏ ପଏଣ୍ଟରେ ସେମିତି କରନ୍ତୁନି ସେମିତି କଲା ସେ ଜାଗାରେ ନିଆଁ ଲାଗିଯିବ କରେଣ୍ଟ ବେଶୀ ହବ ହିଟ୍ ହେଲା ବେଳେ ତା କାପାସିଟି ଅନୁସାରେ ବେଶୀ ହିଟ୍ କଲେ ସେଟା ନିଆଁ ଲାଗିଯିବ। ଖୋଲା ତାର ରଖନ୍ତୁ ନାହିଁ ଭିଜା ହାତରେ ସୁଇଚ ଛୁଇଁବା ହଁ ଏସବୁ ବିପଦ କରିବ। ସ୍ପାର୍କ ହେଉଥିବା ସକେଟ ଯୋଉ ସକେଟରେ ସ୍ପାର୍କିଂ ହଉଛି ସେଠିକି ସେ ପାଖ ରଖନ୍ତୁ ନାହିଁ। ରନ୍ଧନଶାଳ ସ୍ନାନଘର ଅସୁରକ୍ଷିତ ବା ଖରାପ ୱାରିଂ ଯଦି ୱାରିଂ ଖରାପ ସାଙ୍ଗେ ସାଙ୍ଗେ ଚେଞ୍ଜ କରିଦିଅନ୍ତୁ। ବିଦ୍ୟୁତ ଯନ୍ତ୍ରକୁ ପାଣିରୁ ଦୂରରେ ରଖନ୍ତୁ। ଭିଜା ହାତରେ ବିଦ୍ୟୁତ ଯନ୍ତ୍ର ବ୍ୟବହାର କରନ୍ତୁ ନାହିଁ। କିଚେନ ଯନ୍ତ୍ର ପାଇଁ ଠିକ ଆର୍ଥିଂ ବ୍ୟବସ୍ଥା କରନ୍ତୁ। ଗିଜର ଏବଂ ହିଟରକୁ ନିୟମିତ ଯାଞ୍ଚ କରନ୍ତୁ। ହୁଁ ଶିଶୁ ଶିଶୁ ସୁରକ୍ଷା ସକେଟ କଭର ବ୍ୟବହାର କରନ୍ତୁ ଯୋଉ ସକେଟ ଲାଗି ଯୋଉ ପ୍ଲଗ ସକେଟ ତାପରେ ଗୋଟେ କଭର ଲଗାନ୍ତୁ ଛୋଟ ଛୋଟ ପିଲା ଅଛନ୍ତି ଢିଲା ତାର ରଖନ୍ତୁ ନାହିଁ। ଶିଶୁମାନଙ୍କୁ ବିଦ୍ୟୁତ ସୁରକ୍ଷା ଶିଖାନ୍ତୁ। ବୃଦ୍ଧମାନଙ୍କ ପାଇଁ ଯନ୍ତ୍ର ବ୍ୟବହାର ସୁରକ୍ଷା କରନ୍ତୁ। ଅଗ୍ନିକାଣ୍ଡ ପ୍ରତିରୋଧ ପାୱାର ଷ୍ଟ୍ରିପ୍ ଅଧିକ ଲୋଡ କରନ୍ତୁ ଯେମିତି ମୁଁ କହିଲି ଅଧିକ ଲୋଡ ଦିଅନ୍ତୁନି ଗୋଟେ ପଏଣ୍ଟରେ
एमसीबी এবং ঠিক আর্থিং ব্যবস্থা করুন, আর্থিং করନ୍ତୁ, এমসিবি ঠিক এমসিবি ଲଗାନ୍ତୁ, ଆଇସିଆଇ ଚିହ୍ନିତ ବିଦ୍ୟୁତ ସାମଗ୍ରୀ ବ୍ୟବହାର କରନ୍ତୁ, ଘରେ ଫାୟାର ଏକ୍ସଟିଂଗୁଇଶର ରଖନ୍ତୁ, ଅବ୍ୟବହୃତ ଯନ୍ତ୍ରକୁ ଅନପ୍ଲଗ କରନ୍ତୁ, ଯୋଉଠି ବ୍ୟବହାର ନାହିଁ ତାକୁ ପ୍ଲଗରୁ ବାହାର କରିଦିଅନ୍ତୁ। ମରାମତି ସମୟରେ ସୁରକ୍ଷା, ମରାମତି ପୂର୍ବରୁ ମେନ୍ ସୁଇଚକୁ ବନ୍ଦ କରନ୍ତୁ। ଇନ୍ସୁଲେଟ ଟୁଲ ଏବଂ ଗ୍ଲୋଭ୍ସ ବ୍ୟବହାର କରନ୍ତୁ, ଯଦି ଆପଣ ମରାମତି ରିପାରିଂ କାମ କରୁଛନ୍ତି ଆପଣ ଗ୍ଲୋଭ୍ସ ଲଗେଇ କାମ କରନ୍ତୁ। ଆଉ ଦେଖନ୍ତୁ ଯେ ଆପଣଙ୍କ ପ୍ଲାସ୍ ଆଉ ଟେଷ୍ଟର ସବୁ ଠିକ ଅଛି କି ନାହିଁ, ଇନ୍ସୁଲେଟେଡ ଅଛି କି ନାହିଁ। ଖୋଲା ତାରକୁ ଛୁଇଁବେ ନାହିଁ। ବଡ଼ ତ୍ରୁଟି ପାଇଁ ପ୍ରଶିକ୍ଷିତ ଇଲେକ୍ଟ୍ରିସିଆନ ଯଦି ଆପଣଙ୍କ ଘରେ ବହୁତ ବଡ଼ ପ୍ରୋବ୍ଲେମ ହେଇଛି ତାହେଲେ ଯିଏ ଟ୍ରେଣ୍ଡ ଇଲେକ୍ଟ୍ରିସିଆନକୁ ଡାକନ୍ତୁ, ଆପଣ ନିଜେ କରନ୍ତୁନି। ବିଦ୍ୟୁତ ଘାତ ହେଲେ ସତ୍ୱରେ ପାୱାର ବନ୍ଦ କରନ୍ତୁ। ଶୁଖିଲା କାଠର ସାହାଯ୍ୟରେ ପୀଡ଼ିତଙ୍କୁ ଅଲଗା କରନ୍ତୁ। ଆବାସ ହେଲେ ମାନେ ଏମର୍ଜେନ୍ସିକୁ କଲ୍ କରନ୍ତୁ। ହଁ, ଯୋଉମାନେ ଟ୍ରେଣ୍ଡ ସେଇମାନଙ୍କୁ ଦିଅନ୍ତୁ ସିପିଆର କରିବେ, ସମସ୍ତେ ସିପିଆର କରିପାରିବେନି। ହଁ, ତାପରେ ଆପଣ ଦେଖିବା ପାଇଁ ଭିଡ଼ିଓ ବି ଅଛି, ୟୁଟ୍ୟୁବଟା ଭିଡ଼ିଓ ଦେଖିପାରିବେ। ମେନ୍ ସନ୍ଦେଶ ହେଲା ଆମର ବିଦ୍ୟୁତ ସୁରକ୍ଷା ଜୀବନ ବଞ୍ଚାଏ। ପ୍ରତ୍ୟେକ ଘର ପାଇଁ ସଚେତନତା ଏବଂ ନିୟମିତ ଯାଞ୍ଚ ଆବଶ୍ୟକ। ଧନ୍ୟବାଦ।